ପ୍ରକୃତରେ ଯୋଗ ପ୍ରକୃତରେ କ'ଣ? ଆମେ 3ଟା କ୍ଲାସ୍ ନେଇ ସାରିଛେ, ବିସ୍ତୃତ ଭାବରେ ଆଲୋଚନା ହେଇଛି। ତଥାପି କିଛି ଯୋଗ ପ୍ରକୃତରେ କ'ଣ? ଗତ ସତ୍ସଙ୍ଗରେ ଯୋଉଟା ସବୁ ଆଲୋଚନା ହେଇଥିଲା ଯୋଗ ଉପରେ, ତାର କିଛି ଜିଷ୍ଟ ମନେ ରଖିଛନ୍ତି କି? ଛାଡ଼। ଆଚ୍ଛା, ଆମକୁ ତ 50 ବର୍ଷ ହେଇଗଲାଣି, 60 ବର୍ଷ ହେଇଗଲାଣି, 70 ବର୍ଷ ହେଇଗଲାଣି, 40 ବର୍ଷ ହେଲାଣି, କାହାକୁ 30 ବର୍ଷ ହେଲାଣି। ଏଇ ଜନ୍ମ ହବାର ଯେତିକି ବର୍ଷ ହେଲା ଆମକୁ, ସେଇ ପିରିୟଡ଼ ଭିତରେ କେବେ କିଏ ଭାବିଛନ୍ତି କି ମୁଁ ଭାବନାରେ ମରଣର ସ୍ତରକୁ ଯାଇକିରି, ମନେ କରନ୍ତୁ ଭାବି ନିଅନ୍ତୁ ମୁଁ ମରିଯାଇଛି, ଭାବନାରେ ମରିଯାଇଛି। କାହିଁକିନା ମରିବାଟା ନିଶ୍ଚିନ୍ତ କି ନାହିଁ? ଯଦି ମରିବା ନିଶ୍ଚିନ୍ତ, ଭାବନାରେ କେବେ ମରନ୍ତୁ ଯେ ମୁଁ ମରିଗଲା ପରେ କୁଆଡ଼େ ଯିବି, କ'ଣ କରିବି, ମୋର ସ୍ଥିତି କ'ଣ। ଯାହା ସବୁ ତ ଥିଲା ସବୁ କାମ ସାରିଦେଲେ, ଲାଷ୍ଟ କାମ ହେଉଛି ଶେଷ ନିଶ୍ୱାସ ତ୍ୟାଗ କରିବା। ଶେଷ ନିଶ୍ୱାସ ତ୍ୟାଗ ହେଇଗଲା, ତାପରେ କୁଆଡ଼େ ଯିବେ? କେବେ ଭାବନା ଆସିଛି କି ତାପରେ ମୁଁ କୁଆଡ଼େ ଯିବି? ତେଣୁ ଭାବନାରେ କେବେ ମରିକିରି ଦେଖନ୍ତୁ ମୁଁ ମରିଯାଇଛି, ପରବର୍ତ୍ତୀ ଷ୍ଟେପଟା ମତେ କୁଆଡ଼େ ଯିବାର ଅଛି ଅନୁମାନ ଲଗେଇବେ। ମୁଁ ସ୍ୱର୍ଗକୁ ଯିବି କି କୁଆଡ଼େ ଯିବି, କି ସେଇଠି ରହିବି କି ଘରେ ରହିବି, କ'ଣ କରିବି? ଏଇଟା ତ ଭାବନା ଆସିବ କି ନାହିଁ? ନିଜ ଭିତରେ ଆସିବ କି ନାହିଁ? ନହେଲେ ଆଣିବା ଦରକାର। କୋଉଠି ପହଞ୍ଚିବି ମୁଁ ତାପରେ? ଜଣେ ଚାଲାକି ଲୋକ ଥିଲା। ଚାଲାକି ଲୋକଙ୍କୁ ପ୍ରଶ୍ନ ପଚରାଗଲା, କହିଲା ଆଜ୍ଞା ତୁମେ ତ ଜାଣିଛ ବ୍ରହ୍ମ ଈଶ୍ୱର ଏସବୁ ଜାଣିଛ ନା? ହଁ। ନା ଏଇ ଯୋଉ ନିଆଁଟା ଜଳୁଛି ଦୀପରେ, କୋଉଠୁ ଆସିଲା? ଆଉ ବିନା ଘିଅରେ ବିନା ସଳିତାରେ ତ ନିଆଁ ଜଳିବନି। ସେଠୁ କି ଜାଣିଛି ମତେ ପଚାରିବେ, ଯଦି ନିଆଁ କୋଉଠୁ ଆସିଲା କହିବି, ସଳିତା କୋଉଠୁ ଆସିଲା, ଘିଅ କୋଉଠୁ ଆସିଲା, ଦୀପ କୋଉଠୁ ଆସିଲା, ଏମିତି ପଚାରି ଯିବେ। ଏତେ ଝିଞ୍ଝଟରେ କାହିଁ ପହଞ୍ଚିବ? କହିଲେ ସେ ପଚାରୁଛନ୍ତି ଯେ ତାଙ୍କୁ ଯେ କୁହ ଏ ନିଆଁଟା କୋଉଠୁ ଆସିଲା? ସହଜରେ ହବ, ନିଆଁ ଆସିଲା। ନିଆଁଟା ଆସିଲା କୋଉଠୁ? ସଳିତାରୁ ନିଆଁ ଆସିବନି, କି ଘିଅରୁ ନିଆଁ ଆସିବନି। ନିଆଁ ଥିଲା କୋଉଠୁ, ଆସିଲା କୋଉଠିକି ଆସିଲା? ସେଠୁ ଇଏ ବହୁତ ଚିନ୍ତା କରି, ଚାଲାକି ଲୋକଟା ବହୁତ ଚିନ୍ତା କରିକିରି ସେଠୁ ଦୀପ ଜଳୁଥିଲା, ଦୀପକୁ ଫୁଙ୍କି ଦେଇଗଲା, ଲିଭେଇ ଦେଲା। କହିଲା ନିଆଁ ଯୋଉଠୁ ଆସିଥିଲା ସେଇଠିକି ପଳେଇଲା। ଏତେ କୋଶ୍ଚିନ୍ କିଏ ଉତ୍ତର ଦବ? ନିଆଁ ଯୋଉଠୁ ଆସିଥିଲା କହିପାରିଲେନି, ନିଆଁଟା କୋଉଠୁ ଆସିଥିଲା ତ ଲିଭେଇ ଦେଲା। ଲିଭେଇ ଦେଲା ପରେ କହୁଛି ଯୋଉଠୁ ଆସିଥିଲା ସେଇଠିକି ପଳେଇଲା। ନା କୋଉଠୁ ଆସିଥିଲା? ନା ତମେ ଖୋଜୁନ,
କୋଉଠୁ ଆସିଥିଲା ସେଇଠି ତ ପଳେଇଲା ଆଉ। ନିଆଁ ଯୋଉଠୁ ଆସିଥିଲା ସେଇଠିକି ପଳେଇଲା। ସେମିତି ତୁମକୁ ଯଦି ପ୍ରଶ୍ନ ପଚାରେ ତମେ କୋଉଠୁ ଆସିଲ, ନା ଅପେକ୍ଷା କର ଆମେ ମରିଗଲା ପରେ ଯୋଉଠିକୁ ଯିବୁ ସେଇଠୁ ଆମେ ଆସିଥିଲୁ। ସେ ହବନି କି? ଆମେ ଯୋଉଠୁ ଆସିଥିଲୁ ଜନ୍ମ ପୂର୍ବରୁ କୋଉଠି ଥିଲୁ, ଯୋଉଠୁ ଥିଲୁ ସେଇଠୁ ଆସିଲୁ, ପୁଣି ମରିଗଲା ପରେ ସେଇଠିକି ଯିବୁ। ଇଏ ତ ସଠିକ ଆନ୍ସର, ସଠିକ ଆନ୍ସର। ତାହେଲେ ଆସିଥିଲ କାହିଁକି? ଏ ପ୍ରଶ୍ନ ଉଠୁନି କି? ତାହେଲେ ଏଠିକି ଆସିଥିଲ କାହିଁକି ପୃଥିବୀକି? କଣ ଫୁଟବଲ ଖେଳିବା ପାଇଁ, ନା କ୍ରିକେଟ ଖେଳିବା ପାଇଁ, ନା ଚାକିରି କରିବା ପାଇଁ, ନା ଘର ସଂସାର କରିବା ପାଇଁ, ନା ମାଛ ଚାଷ କରିବା ପାଇଁ, ନା ଇଣ୍ଡଷ୍ଟ୍ରିଆଲିଷ୍ଟ ହବା ପାଇଁ, ନା କୃଷକ ହବା ପାଇଁ, ରାଜନୀତି କରିବା ପାଇଁ, ମାମଲତିକାର କରିବା ପାଇଁ, ଗଣ୍ଡଗୋଳ କରିବା ପାଇଁ, ନେତା ହବା ପାଇଁ, ମାଷ୍ଟରଟି ହବା ପାଇଁ, ସାଇଣ୍ଟିଷ୍ଟ ହବା ପାଇଁ, ଓକିଲ ହବା ପାଇଁ? କାହିଁକି ଆସିଥିଲ ତମେ? ଏ ଯେତେ ଗୁଡ଼ିଏ କୁହାଗଲା ଆଉ ବି ଯେତେ ଗୁଡ଼ିଏ ଅଛି, ସେଇଟାରୁ କିଛି ବି ନୁହେଁ। ତୁମେ ଏଥିପାଇଁ କେବେ ଆସିନ, କେବେ ଆସିନ। ତୁମେ କେବଳ ଆସିଥିଲ ନିଜର ପରିଚୟ ପାଇବା ପାଇଁ। ଆସିକିରି ଭୁଲିଗଲ। ସ୍ମୃତି ଏମିତି ଗୋଟେ ପ୍ରବନ୍ଧ ଅଛି ଆତ୍ମାର, ଯେ ପୂର୍ବ ଚିନ୍ତାଧାରା ନେଇକି ଯୋଉ ଆସିଥିବ ସେ କାଟିଦବ। ତୁମେ କୋଉଠି ଥିଲ କାଟିଦବ। ରିଲ୍ କଣ କରୁଥିଲ, କୋଉଠି ଜନ୍ମ ନେଇଥିଲ ପୂର୍ବରୁ, ତା ପୂର୍ବରୁ ତାକୁ ସବୁ କାଟିଦବ। ତମେ ଗୋଟେ ଫ୍ରେଶ ଆପିୟରାନ୍ସରେ ଆଣି ରଖିବ। ଏଇ ଯୋଉ ଶରୀରଟା ମିଳିଲା, ଇଏ ଗୋଟେ ଫ୍ରେଶ ଆପିୟରାନ୍ସ ତମେ ପାଇଲ। ତାମାନେ ସବୁ ଭୁଲିଗଲ, କିଛି ଜାଣିନ। ନହେଲେ ତ ପଳେଇ ଯାଇଥାନ୍ତ ଆଉ କୋଉ ଗାଁକୁ। ବାପା ମା ଯିଏ ତମକୁ ଜନ୍ମ ଦେଇଥିଲେ ତାଙ୍କୁ କହିଥାନ୍ତ ତମେ ମୋ ବାପା ମା। ଦି ତିନିଟା ଆଧାର ହେଇଥାନ୍ତା, ଗଭର୍ଣ୍ଣମେଣ୍ଟ ଅସୁବିଧାରେ ପଡ଼ିଥାନ୍ତା। ଏ ଯୋଉ ଆଧାର ଦେଇଛି ଗୋଟିଏ ତମେ ଆଇଡେଣ୍ଟିଫାଏ ହଉଛ, ସେଠି ଯାଇ କଥା ଇଏ ମୋ ବାପା ମା, ଆଉ ଗୋଟେ ଆଧାର, ଅସୁବିଧା ହେଇନଥାନ୍ତା କି? ତେଣୁ ଆତ୍ମଦେବଙ୍କ ପ୍ରବନ୍ଧ ଅନୁସାରେ ସବୁ ଯାକ ସ୍ମୃତି କାଟି ଦିଆଯାଇଛି। ସବୁ ଯାକ ସ୍ମୃତି। ନା ବଇଁଶୀ ବାଜିବ, ନା ତୁମେ କଣ କରିବ। ଲୋଭ ଯଦି ସେଗୁଡ଼ା ଥାନ୍ତା, ଲୋଭ ମଧ୍ୟ ଏପଟେ ନଥାନ୍ତା। ତେଣୁ ଏପଟେ ବିରାଟ ଲୋଭ ଦେଖେଇ ଦିଆଯାଇଛି। ପୃଥିବୀର ସମସ୍ତ ଆକର୍ଷଣ ଶକ୍ତିର ଲୋଭ ରହିଛି ତୁମ ଭିତରେ, ଛନ୍ଦି ଦିଆଯାଇଛି। ପୂର୍ବର ସ୍ମୃତି କାଟି ଦିଆଯାଇଛି, ପୂର୍ବର ଜନ୍ମସ୍ଥାନ କାଟି ଦିଆଯାଇଛି, ପୂର୍ବରେ କୋଉଠି ଥିଲ କାଟି ଦିଆଗଲା। ତମେ ଗୋଟେ ଫ୍ରେଶ ଆଟିଚ୍ୟୁଡରେ ଆଣି ରଖି ଦିଆଗଲା। ଫ୍ରେଶ ଆଟିଚ୍ୟୁଡ ମାନେ ନୂଆ, ଯେମିତି ଗୋଟେ ମଞ୍ଜିରୁ ଗଛ ହଉଛି, ସିଏ କୋଉ ଗଛରୁ ଆସିଥିଲା ଆଉ ଠିକ ନାହିଁ। ମଞ୍ଜି ଫ୍ରେଶ ମଞ୍ଜିଟା ଆସିଲା, ସେ ପୁଣି ନୂଆ ଗଛ ସୃଷ୍ଟି କରିବ। ହୁଏତ ସେଇ ଗଛ ସୃଷ୍ଟି ହବ, ବରଗଛ ମଞ୍ଜିରୁ ବରଗଛ ହବ, କିନ୍ତୁ ସେ ବରଗଛ ଆଉ ରହିବନି। ଇଏ ନୂଆ ମଞ୍ଜିରୁ ନୂଆ ବରଗଛଟିଏ ସୃଷ୍ଟି ହବ। ଯଦିଓ ତା ଅଂଶ ସେଇ ପ୍ରଡକ୍ଟ ଥିଲା, ଲାଟେଷ୍ଟ ପ୍ରଡକ୍ଟ ଥିଲା ମଞ୍ଜି ସେ ଗଛର, ଇଏ ମଞ୍ଜିରୁ ଆଉ ଗୋଟେ ନୂଆ ବରଗଛ ସୃଷ୍ଟି ହବ। ଆମ ଅବସ୍ଥା ମଧ୍ୟ ସେଇଆ। ଯଦିଓ ସେଇ ବରଗଛର ମଞ୍ଜିର ସମସ୍ତ ଗୁଣ ନେଇକିରି ଆସିଛ,
କିନ୍ତୁ ତୁମେ ସୃଷ୍ଟି କରିବାର ଶକ୍ତି ତୁମ ଭିତରେ ପୁଣି ଅଛି। ସେ ମଞ୍ଜି ଭିତରେ ଯା, ତୁମ ଭିତରେ ମଧ୍ୟ ସେୟା। ତେଣୁ ତୁମେ ଏଇ ଯେଉଁ ସ୍ଥାନ ମିଳିଲା, ଏଇ ଯେଉଁ ସ୍ଥାନଟା ପୃଥିବୀର କିଛି ସ୍କୋୟାର ଫୁଟ ମିଳିଛି ତୁମକୁ, ତେଣୁ ତୁମେ ଆସିବାର ଫଳ ସ୍ୱରୂପ ହେଉଛି କିଛି କ୍ରିଏସନ୍ କରିବ। ଏଇ ଯେଉଁ ଚରିତ୍ର ଗୁଡ଼ିଏ କହିଲେ, ନାଟକର ଭିଲିଆନ ହେବା, ନାଟ ପାର୍ଟି କରିବା, ଗୋଟେ ମ୍ୟାନେଜର ବା ନାଟର, ସେଇଟା ବି ନୁହେଁ। ଦଳପତି ନୁହେଁ, ଦସ୍ୟୁ ରତ୍ନାକର ମଧ୍ୟ ନୁହେଁ, ବାଲ୍ମୀକି ମଧ୍ୟ ନୁହେଁ, କେବଳ ଆଉ ଶିବଙ୍କର ଭକ୍ତ ମଧ୍ୟ ନୁହେଁ, ବ୍ରହ୍ମାଙ୍କର ଭକ୍ତ ନୁହେଁ, ବିଷ୍ଣୁଙ୍କର ମଧ୍ୟ ଭକ୍ତ ନୁହେଁ, ପାର୍ବତୀ, ମଙ୍ଗଳା, କାଳିଶୀ, ବିମଳା, ହନୁମାନ, ଯେତେ ସବୁ ଅଛନ୍ତି ମାନ, କାହାର ବି ତୁମେ ଭକ୍ତ ହେବା ପାଇଁ ଆସିନ। ତାହେଲେ କାହିଁକି ଆସିଛ? ଗୋଟିଏ କାରଣ ହେଉଛି ତୁମେ ଆସିଛ ନିଜର ପରିଚୟ ପାଇବା ପାଇଁ। ମୁଁ କିଏ? ଆତ୍ମା ତ ଚିହ୍ନି ପାରୁନି ତୁମକୁ ଡାଇରେକ୍ଟ, ଇନଡାଇରେକ୍ଟ ତୁମ ଭିତରେ ଅଛି। ତୁମକୁ ଧରିକିରି ଆସିଯିବୁ ପୃଥିବୀ ଇଲାକା, ସେଇଠି ବସିବୁ, ସେଇଠି ଖାଇବୁ, ସେଇଠି ଶୁଣିବୁ, ସବୁ କିଛି କରିବୁ, ସାଧନ କରିବୁ। ଭରପୁର ଶସ୍ୟ ଶ୍ୟାମଳା ଅଛି। ଦେଖନ୍ତୁ, ପୃଥିବୀଟା ମଧ୍ୟ ଆତ୍ମାର ସଂରଚନ ନୁହେଁ କି? ଯଦି ପୃଥିବୀ ନଥାନ୍ତା ତୁମେ ଜନ୍ମ ନେଇଥାନ୍ତ କେମିତି? ଆସିଥାନ୍ତ କେମିତି ମର୍ତ୍ତ୍ୟକୁ? ଆସିବାର କାରଣ ମଧ୍ୟ କ'ଣ ଅଛି? ନିଶ୍ଚିନ୍ତ ଏ ଗୋଟେ ଦ୍ୱୀପପୁଞ୍ଜ। ମନେ କରନ୍ତୁ, ଏ ପୃଥିବୀ ଗୋଟେ ଦ୍ୱୀପପୁଞ୍ଜ, ଚାରିଆଡ଼େ ଆକାଶ ଅଛି, ଶୂନ୍ୟରେ ବୁଲୁଛି। ତୁମେ ଏ ପୃଥିବୀରେ ନଥିଲ, ଅନ୍ୟ ଅଂଶରେ ଥିଲ, ଆକାଶରେ ଥିଲ, ଆଉ ଗୋଟେ ଇଲାକାରେ ଥିଲ। ସେ ଇଲାକାରୁ ବର୍ତ୍ତମାନ ଏଠିକି ଆସିଲ। ଇଏ ବି ଘୂର୍ଣ୍ଣାୟମାନ ଅବସ୍ଥାରେ ଅଛି। ତୁମକୁ ସ୍ଥାନ ଦିଆହେଇଛି, ଏତିକି ସ୍କୋୟାର ଫୁଟ, ଏତିକି ଚାଷ କରିବ, ଖାଇବ, ପିଇବ, ବସିବ, କୁଡ଼ିଆଟିଏ କରିବ, ଖାଦ୍ୟ ନ୍ୟାଚୁରାଲ ଫୁଡ୍ସ ଅଛି, ଖାଇବ। ତୁମେ ସାଧନ କରିବ, ସାଧନ କରି ନିଜକୁ ପାଇବ। ଏଇ ଲକ୍ଷ୍ୟରେ କିନ୍ତୁ ଆସିଥିଲ। ବିଡ଼ମ୍ବନାର ବିଷୟ ତୁମେ ଭୁଲି ଯାଇଛ। କାହିଁକି ଆସିଥିଲ, କୋଉଥିପାଇଁ ଆସିଥିଲ? ତେଣୁ ଦିଟାଙ୍କ ଡେଷ୍ଟିନେସନ୍ ଯଦି ତୁମେ ଖୋଜିବ, ମୁଁ କାହିଁକି ଏଠିକି ଆସିଥିଲି, ପୁଣି ଏଠୁ ଛାଡ଼ିବାକୁ ପଡ଼ିବ ନା। ନା କୋଉ ବାପା ତୁମକୁ ରୋକିଦେବ, ନା ମା ରୋକିଦେବ, ନା ସ୍ତ୍ରୀ ରୋକିଦେବ, ନା ପୁଅ ରୋକିଦେବ। ଯିବାଟା ଥୟ, ଯିବା ନିଶ୍ଚିନ୍ତ। ଯଦି ଏଇ ଜ୍ଞାନ ହେଇଗଲା, ଯିବା ନିଶ୍ଚିନ୍ତ, ବୈରାଗ୍ୟ ଆସିବ, ସାଧନ ଅଭିମୁଖୀ ତୁମେ ହବ। ବୈରାଗ୍ୟ ଦେବ ମୃତ୍ୟୁ, ମୃତ୍ୟୁ ପାଖରେ ବୈରାଗ୍ୟ ଅଛି। କିଛି ଦିନ ପାଇଁ ଆସିଥିଲ, 80 ବର୍ଷ, 100 ବର୍ଷ, ଫେରିଯିବ ପୁଣି। ଯଦି ନହେଲା ଏ କାମ ଫେରିଯିବ। ଦୀପ ଲିଭିଗଲା, ପୁଣି ଆଉ କୋଉ ଦୀପ ସଳିତା ନେଇକରି ପୁଣି ନିଆଁ ଜଳିବ। ପୁଣି ଗୋଟେ ନିଆଁ ଜାଳିକି ତୁମେ ଏନ୍ତୁଡ଼ିଶାଳ ସୃଷ୍ଟି କରିବ। ଦୁଇଟି ନିଆଁ ଦରକାର, ଦୁଇଟି ନିଆଁ ସାଥୀ। ଏବେ ଯେଉଁ ଗୀତ ଆମେ ଶୁଣୁଥିଲେ, ଦୁଇଟି ନିଆଁ ସାଥୀ, ଆସିବା ଏକ ନିଆଁ, ଯିବା ଏକ ନିଆଁ। ଯିବାଟା ଥୟ। କେବେ ଚିନ୍ତା କରୁଛେ କୋଉଠିକି ଯିବି ମୁଁ? ମୋ ପ୍ରକୃତର ଘର କୋଉଠି? ନା ସ୍ୱର୍ଗରେ, ନା ଏ ମର୍ତ୍ତ୍ୟରେ। ଏଠି ତ ଭାଇ ବାଣ୍ଟ, ଟୁକୁରା ଟୁକୁରା ହେଇକି ରହିଲ। ରୁହନ୍ତ ଭଲା, ରହିବା ବି ନିଶ୍ଚିନ୍ତ ନୁହେଁ। କିଛି ଦିନ ପରେ ବୁଢ଼ା ହେଇଯିବ, ଚର୍ମ ଗୁଡ଼ା ଧଡ଼ ଧଡ଼ ହବ, ପକ୍ୱ କେଶ ହେଇଯିବ, ପାଚିଯିବ ସବୁ ବାଳ, ଆଖି ଭିତରକୁ ପଶିଯିବ। ଯାହାକୁ ଦେଖିବ ଏମିତି ଦେଖିବ, କଥା କହିପାରିବନି, ଖାଲି ଦେଖୁଥିବ।
ଝାଡ଼ା କେଉଁ ବାଟେ ହେବ ଜାଣିପାରିବନି, ପରିସ୍ରା କେତେବେଳେ ହେବ ଜାଣିପାରିବନି, ଖାଦ୍ୟ ଡାଇଜେସନ୍ ହେବନି, କଟର କଟର ହେଉଥିବେ, ତୁମେ ଶୁଣୁଥିବ ନା କିଛି କହିପାରିବ ନା କ'ଣ କରିପାରିବ। ଯେଉଁ ଗୋଡ଼ରେ ଯେଉଁ ହାତରେ ଏତେ ବିରାଟ ପୃଥିବୀକୁ କରାୟତ୍ତ କରିବା ପାଇଁ ଶକ୍ତି ଥିଲା, ସେ ଶକ୍ତିଟା କ୍ଷଣସ୍ଥାୟୀ ଥିଲା, ନଷ୍ଟ ହେଇଗଲା, ଲାଷ୍ଟ ବୃଦ୍ଧତ୍ୱ ପ୍ରାପ୍ତ ହେଲା। ନା ତୁମେ ଯାହା ଚାହୁଁଥିବ ଘରେ ସେୟା କରିବେ, ତାହା ବି ନୁହେଁ। କାହା ଘରେ କେତେ ଟେନସନ୍ ଅଛି, ସିଏ ଚାହୁଁଥିବ ମୁଁ କେବେ ଏଠୁ ମରିଯାଆନ୍ତି କି ତରିଯାଆନ୍ତି, କେମିତି ପଳେଇବେ ଏଠୁ। ଏ ବି କେତେ ଗୁଡ଼ିଏ ଲୋକଙ୍କର ଧାରଣା ଆସିବ ସେଇ ସମୟରେ ବୃଦ୍ଧ ଅବସ୍ଥାରେ। କାହିଁ ଝିଞ୍ଝଟ ବି, କାହିଁ ଅସୁବିଧାରେ ପଡ଼ିବ। ଜଣେ ତ ଆଡ଼ମିସନ୍ କଲା ଆମ ପାଖରେ, ମରିବା ପାଇଁ ଆଡ଼ମିସନ୍ କଲା। ଏ ଗୋଟେ ଅସମ୍ଭବ ନୁହେଁ କି? କିଏ ବଞ୍ଚିବା ପାଇଁ ଏଠିକି ଆସୁଛନ୍ତି ନା, ସେ ମରିବା ପାଇଁ ଆଡ଼ମିସନ୍ କରିଥିଲା। ମୁଁ କେମିତି ଶାନ୍ତିପୂର୍ବକ ମରିବି। ଆଉ ବୁଦ୍ଧିମାନ ଲୋକ ଥିଲା, ମରିଗଲା ପରେ ବି ମୁନି ସମାଜ ରହୁଛି, ଆଡ଼ମିସନ୍ ପଇସାଟା ବେକାର ହେବ କି ତାର? ଏଠି ଆଡ଼ମିସନ୍ ନେଇଛି, ସେ ଯେଉଁଠି ଯାଉ, ସ୍ୱର୍ଗକୁ ଯାଉ, ପୁଣି ଆସିବ ଯେତେବେଳେ ମର୍ତ୍ତ୍ୟରେ। ଆଗେ ଆଡ଼ମିସନ୍ର ଭାଷା ସୃଷ୍ଟି ହେବ ତା ଭିତରେ, ଯେହେତୁ ଆଡ଼ମିଟେଡ଼ ହେଇଛି। ମୁଁ ଆଡ଼ମିସନ୍ କରିବାର 2-3 ଦିନ ଭିତରେ ମରିଗଲା, 3 ଦିନ ମାତ୍ର, 2 ଦିନ। ଆମ ଗାଁ କଡ଼ ନେଟିଭ୍ ଭିଲେଜ୍, ଆମ କରକୁ ଲାଗିଛି ସେ ଗାଁଟା। ସେ ଗାଁରେ ପ୍ରାୟ ଫାଳେ ଆଡ଼ମିସନ୍ ନେଇଯାଏ, ଅଧେ ଲୋକ। କିନ୍ତୁ ଆଜି ପର୍ଯ୍ୟନ୍ତ ଯେତେ ଲୋକ ମୁଁ ଆଡ଼ମିସନ୍ କରିଛି, ସବୁ ବଞ୍ଚିବା ପାଇଁ ଆଡ଼ମିସନ୍ ନେଇଛନ୍ତି, କେମିତି ସୁସ୍ଥ ରହିବେ, କେମିତି ଆତ୍ମଜ୍ଞାନ କରିବେ, ସବୁ କିଛି। କିନ୍ତୁ ଇଏ ବିଡ଼ମ୍ବନାର ବିଷୟ, ଗୋଟିଏ ଲୋକ ଯିଏକି ମରିବା ପାଇଁ ଆଡ଼ମିସନ୍ ନେଲା। ଅବଶ୍ୟ ମୁଁ ତାଙ୍କ ଘରକୁ ଯାଇଥିଲି। ଆମେ ତ ନୂଆ ଯେତେବେଳେ ବ୍ରାଞ୍ଚ କରିଥିଲୁ, ତାଙ୍କ ଘରକୁ ଯାଇକିରି ଆଡ଼ମିସନ୍ କରିକି ଆସିଲେ, ତା 2 ଦିନ ପରେ ମରିଗଲା। ସେ ଜାଣୁଛି ମୁଁ ବଞ୍ଚିବିନି, ଜାଣୁଛି ମୁଁ ଏତେ ଅବସ୍ଥା ହେବାର ନାହିଁ, କିଏ ମୋତେ ପଡ଼ିକି ରହିବି, ଯଦି ଦେହ ଖରାପ ହେବ ପଡ଼ିକି ରହିବି, ମୋତେ କିଏ ପଚାରିବେ କି ନାହିଁ। ତେଣୁ ସୁଖଦ ମୃତ୍ୟୁ। ଏବେ ପ୍ରଶ୍ନ ଉଠିପାରେ, ଆମେ ତ ସମସ୍ତେ ଜାଣିଛୁ ବଞ୍ଚିବା ପାଇଁ ଗୁରୁଦେବ ଆସିଛନ୍ତି, ଶିଖେଇ ଦେଇଯାଇଛନ୍ତି ଯୋଗଟା। ମରିବା ପାଇଁ କିଏ ଯୋଗ ଶିଖେଇଲା ଆପଣଙ୍କୁ? ମରଣ ଯୋଗଟା କେମିତି ଜାଣିଲେ? ମରିଯିବ ଜଣେ, ଆଡ଼ମିସନ୍ କଲେ, ତାଙ୍କୁ କେଉଁ ସାଧନ ଦେଇଥିଲେ ତାହେଲେ ମରିବା ପାଇଁ? ଏ ଗୋଟେ କୌତୂହଳ ପ୍ରଶ୍ନ ନୁହେଁ କି? ମରିବା ପାଇଁ ବି ମଧ୍ୟ ସାଧନ ଅଛି। ଏ ସାଧନରେ ସବୁ ଭର୍ତ୍ତି ହେଇକି ରହିଛି। ତେଣୁ ମଣିଷ ଆଜି ଯେଉଁ ଅବସ୍ଥାରେ ଅଛି, ଯଦି ତୁମେ ପଳେଇବ ଫେରିକିରି, କ'ଣ ହବ? ଆସିଥିଲ ସିଂହାସନ ନେଇକିରି ସିଂହାସନରେ ବସିବା ପାଇଁ, କିନ୍ତୁ ବିନା ସିଂହାସନରେ ବସି ତୁମେ ଫେରି ଯାଉଛ, ପୁଣି କ'ଣ କରିବ? ଛଟପଟ ହବ, ପୁଣି ଆସିବ ଏଠିକି ପୃଥିବୀ। ଇଏ ହେଉଛି ପ୍ରବନ୍ଧ, ଇଏ ଲାଗିକି ରହିଛି ପୁରା। କିଏ ଅନନ୍ତ ଜନ୍ମ ହେଲା ତୁମେ ଆସୁଛ, ପୁଣି ଫେରି ଯାଉଛ। ନା ଚାକିରିର ଷ୍ଟାମ୍ପ ଅଛି କି? ଚାକିରି ଯେଉଁ କରିଥିଲ, ଚାକିରି ଯିବ ତୁମ ସହିତ? ନା ପଇସା ଯିବ, ନା କ'ଣ ଯିବ? କିଛି ଯିବନି। ନା ମାନ ସମ୍ମାନ, କିଛି ବି ଯିବନି ତୁମ ସହିତ। କିଛି ଦିନ ପରେ ଲୋକ ଭୁଲିଯିବେ ତୁମକୁ। ଯେଉଁଦିନ ମରଣ ହବ ସେଇଦିନ କହିବେ 10ଟା କେଉଁ ଦିନ ପଡ଼ୁଛି, 11 କେଉଁ ଦିନ ହବ, 12 କେଉଁ ଦିନ ହବ, 13 ଦିନ ସବୁ ପଳାଇବେ। ଇଏ ଆମେ ଦେଖି ଆସୁଛୁ, ପ୍ରାୟ ହଜାର ହଜାର ଲୋକ ମରିକିରି ଏ ଅବସ୍ଥାରେ ଅଛନ୍ତି। ଗାଁରୁ ମରିଛନ୍ତି, ସବୁ ଗାଁରୁ ମରୁଛନ୍ତି, କେଉଁ ଗାଁରେ ଏମିତି ନାହାନ୍ତି ଜୀବିତ ଅଛନ୍ତି। ମରଣ ନିଶ୍ଚିନ୍ତ, ଯିବା ନିଶ୍ଚିନ୍ତ,
ଏଇଠି ଗୋଟିଏ ଅପସନ୍ ରହୁଛି କ'ଣ, ତୁମର ଅଜ୍ଞାତ ହେଇଯିବ, ତୁମେ ଯୋଉଥିପାଇଁ ଆସିଥିଲ ସେ ଜିନିଷଟା ପାଇପାରିଲ ନା, ନିଜର ପରିଚୟ। ଦେଖନ୍ତୁ ଯୋଉମାନେ ମରିଯାଉଛନ୍ତି, ଯଦି କୋମା ଅବସ୍ଥାରେ ସିଏ ମରଣ ପରେ ବି ସେ କୋମା ଅବସ୍ଥାରେ ରହିବ, ମନେ ରଖନ୍ତୁ ଭଲରେ, ଅଣ୍ଡରଲାଇନ୍ କରନ୍ତୁ। ତୁମେ ଯଦି ବିକଳାଙ୍ଗ ଅବସ୍ଥାରେ ମରିବ, ବିକଳାଙ୍ଗ ଅବସ୍ଥାରେ ହିଁ ଥିବ ପୁଣି ନେକ୍ସଟ ଜନ୍ମ ପର୍ଯ୍ୟନ୍ତ। ପାଟି ପଡ଼ିଗଲା, ଜିଭ କାମୁଡ଼ି ଦେଇଛ, ସେଇ ଅବସ୍ଥା ପ୍ରାପ୍ତ ହବ, ସେମିତି ଥିବ ନେକ୍ସଟ ଜନ୍ମ ପର୍ଯ୍ୟନ୍ତ। ନା କଥା କହିପାରିବ? ଦିବସ ମରଣ ହଉ, ଦିବସରେ ଯଦି ମରିବ ଠିକ ତମକୁ ଦାହ କରିଦେବେ। ରାତିରେ ମଲେ ତ ଦାହ ଯଦି ହେଲା, ଆମେ ତ ଆଲୋଚନା ଗୋଟେ କରିଥିଲୁ ବିସ୍ତୃତ ଭାବରେ, ରାତି ମରଣ ନ ହଉ, ଦିବସ ମରଣ ହଉ। ରାତିରେ ମରିଲେ ଯମଦୂତ ନୁହନ୍ତ, ଯୋଉ ପ୍ରେତ ଆତ୍ମା ସବୁ ଅନେଇକିରି ବଇଛନ୍ତି, ତମକୁ ଟ୍ରାପ୍ କରି ନେଇଯିବେ, ବନ୍ଦୀ କରି ନେଇଯିବେ, ଆମ ସହିତ ରହିବ। ଦିବସରେ ସେମାନେ ଆସିବେ, ତେଣୁ ଦିବସ ମରଣ ହବା ଦରକାର। ଯାହା ହଉ, ତୁମେ ଯୋଉ ଅବସ୍ଥାରେ ମୃତ୍ୟୁ ହବ ସେଇ ଅବସ୍ଥାକୁ ନେଇକିରି ନେକ୍ସଟ ଜନ୍ମ ପର୍ଯ୍ୟନ୍ତ ତୁମେ ଥିବ, ଆର ପରିବର୍ତ୍ତନ କିଛି ନାହିଁ। ଧରାଯାଉ ଆକ୍ସିଡେଣ୍ଟରେ ମରିଗଲ, ଗୋଡ଼ ଚୂନା ହେଇଯାଇଛି, ଗୋଡ଼ ନାହିଁ, ତମେ ମେହସୁସ କରିବ ମରଣ ପରେ ବି ତୁମ ଗୋଡ଼ ନାହିଁ। ଏଇଟା ମନେ ରଖନ୍ତୁ, ନେକ୍ସଟ ଜନ୍ମ ପର୍ଯ୍ୟନ୍ତ। ଆଉ ନେକ୍ସଟ ଜନ୍ମ ପର୍ଯ୍ୟନ୍ତ ଯଦି କର୍ମ ଫଳ ନ କଟିଥିବ, ସେଇ ଭଙ୍ଗା ଗୋଡ଼କୁ ନେଇ ଜନ୍ମ ନେବ। ବଙ୍କା ହେଇଯାଇଥିବ ଗୋଡ଼, କି ପାଟି ଫିଟୁ ନଥିବ, ଯଦି ପାଟି ନ ଫିଟିବା ଅବସ୍ଥାରେ ମରିଗଲ, ପୁଣି ନେକ୍ସଟ ଜନ୍ମ ନେଲା ବେଳକୁ ପାଟି ନ ଫିଟିବା ଅବସ୍ଥାରେ ଜନ୍ମ ନେବ। ମୂକ ହବ, ବଧିର ହବ, ଅନ୍ଧ ହବ। ଏଇଟା ମୃତ୍ୟୁର ସଂକେତ। ଏଇ ମୃତ୍ୟୁର ଷ୍ଟାର୍ଟ ହବ ନେକ୍ସଟ ମୃତ୍ୟୁ ପର୍ଯ୍ୟନ୍ତ। ହୁସିଆର ରୁହ ଏ କ୍ଷେତ୍ରରେ। ଏ କଥା କହିବାର କାରଣ କ'ଣ କି, ତୁମେ ଯଦି ସାଧନ କରିବ, ତାଠୁ ବଡ଼ ଉପାୟ କିଛି ନାହିଁ। ସାଧନରେ ପୁରା ମଜବୁତ ହେଇକି ରହିବ, ଆତ୍ମଦର୍ଶନ କଲ, ବିଶ୍ୱର ସମସ୍ତ ଫିଗର, ବିଶ୍ୱର ଯେତେ ସବୁ ଅଛି, ବିଶ୍ୱର ଶକ୍ତି ଆଉ ବିଶ୍ୱର ପୃଥିବୀର ଅନ୍ତରୀକ୍ଷର ସବୁଯାଙ୍କ କ'ଣ କୁହନ୍ତି, ସବୁଯାଙ୍କର ଭାବ, ସବୁଯାଙ୍କର ଶକ୍ତି, ସବୁଯାଙ୍କର ସମାହାର ତୁମେ ଅନୁଭବ କରିବ ସାଧନରେ, ଯଦି ସମାଧି ହେଲା। ଏଇଟା ଅଣ୍ଡରଲାଇନ୍ କରନ୍ତୁ, ମନେ ରଖନ୍ତୁ, ଭଲ କଥା କହୁଛି। ଯଦି ତୁମେ ସମାଧି ହେଲ, ସମାଧି ଅବସ୍ଥାରେ ତୁମର କଳେବର ପୂର୍ଣ୍ଣ ଭାବରେ ଜାଣି ନେଇଯିବ, ପୃଥିବୀଟା ମୋରି ରୂପ, ପୃଥିବୀଟା ତୁମରି ରୂପ ହେଇଯିବ। ତୁମେ ସିଏ ଯେତେ ଶକ୍ତିଶାଳୀ, ତୁମେ ସେତେ ଶକ୍ତିଶାଳୀ ହେଇଯିବ। ମରିଗଲ ଯଦି ସମାଧି ପରେ, ସେଇ ଶକ୍ତିକି ନେଇକି ଯିବ। ଯେମିତି ଭଙ୍ଗା ହେଇଥିବା ଗୋଡ଼ଟା ଭଙ୍ଗା ଗୋଡ଼ ସହିତ ଯାଉଛି ଜନ୍ମ ନେବା ପର୍ଯ୍ୟନ୍ତ, ସେମିତି ତୁମେ ଯଦି ସମାଧି ଅବସ୍ଥା ପ୍ରାପ୍ତ କଲ, ତାହେଲେ ସେ ସମାଧିର ପୂର୍ଣ୍ଣ ରୂପ, ପୂର୍ଣ୍ଣ ବଳୟ, ପୂର୍ଣ୍ଣ ଶକ୍ତି ସବୁ ଯାକ ନେଇକି ଯିବ, ତେଜିଆନ ହେଇକି ଯିବ ନେକ୍ସଟ ଜନ୍ମ ପର୍ଯ୍ୟନ୍ତ। ଯଦି ଜନ୍ମ ନେଲ, ଇଚ୍ଛା କଲ ଜନ୍ମ ନେବ, ପୂର୍ଣ୍ଣ କଳାରେ ଜନ୍ମ ନେବ, ପୂର୍ଣ୍ଣମୀରେ, ଯେମିତି ଶିବମୁନି ଜନ୍ମ ନେଇଥିଲେ ପୂର୍ଣ୍ଣମୀରେ, କୁମାର ପୂର୍ଣ୍ଣମୀରେ ଜନ୍ମ ନେଇଥିଲେ ପୂର୍ଣ୍ଣ କଳା ନେଇକରି। ଯିଏ ମରିକରି ପୁଣି ଆସିପାରୁଛନ୍ତି, ସେ କେତେ ପାୱାରଫୁଲ ଅନୁଭବ କରନ୍ତୁ। କେବଳ ସାଧନର ସମାଧି ଅବସ୍ଥା ହେଇଥିଲା, ସେତିକି ନୁହେଁ, ସମାଧି ପରେ ଆଉ ଅନେକ ସିଦ୍ଧି ମଧ୍ୟ ତାଙ୍କ ପାଖରେ ଥିଲା। ସେତିକି ନୁହେଁ, ଆହୁରି ମଧ୍ୟ ତୃତୀୟ ନୟନ ତାଙ୍କର ଖୋଲି ଯାଇଥିଲା। ସେତିକି ନୁହେଁ, କେତେ ଗୁଡ଼ିଏ ବିରାଟ ବିରାଟ ସିଦ୍ଧି ତାଙ୍କ ପାଖରେ ଥିଲା। କାହାକୁ ଛୁଇଁ ଦେଉଥିଲେ, କିଏ ଭଲ ହେଇଯାଉଥିଲା,
କାହାକୁ ଶବ୍ଦରେ କହୁଥିଲେ ଭଲ ହେଇଯାଉଥିଲା। ଦେଖନ୍ତୁ, ମୁଁ ଯଦି ମିଛ କହୁଛି, ଏବେ ବି ଶିବମୁନି ଅଛନ୍ତି, ଶିବମୁନି ଆସୁଛନ୍ତି। ଶିବମୁନିଙ୍କର ସେଇ ଶକ୍ତି ମଧ୍ୟ ଅଛି ତାଙ୍କ ଭିତରେ, ଏବେ ବି ଅଛି। ଆଉ ଯଦି କୋଉଠି ଜନ୍ମ ନିଅନ୍ତି, ସେଇ ଶକ୍ତି ନେଇକିରି ଜନ୍ମ ନେବେ। ଅତଏବ ତୁମେ ଯଦି ସେଇ ଶକ୍ତିର ମାନେ ଅନୁଭବ କଲ, ସମାଜରେ ନିଜର ପରିଚୟ ମିଳିଗଲା, ଆସିବାର ସାର୍ଥକତା ମିଳିଗଲା, ଆଉ ସମସ୍ତ କାର୍ଯ୍ୟ ସରିଗଲା, ସମାଧିରେ ଆନନ୍ଦ ଆଉ ଆନନ୍ଦ ଅବସ୍ଥାରେ ପ୍ରାପ୍ତ କଲ, ସେଇ ଆନନ୍ଦକୁ ନେଇକି ଯିବ, ସେଇ କଳେବରକୁ ନେଇକି ଯିବ। ଆଉ ତ ଭଙ୍ଗାରୁଜା ଛୋଟା ମୋଟା ଶରୀର ନେଇକି ଯିବନି, ପୂର୍ଣ୍ଣ କଳେବର ନେଇକି ଯିବ। ଯୋଉ ମା ପାଖରେ ଜନ୍ମ ନେବ, ସେଇ ପୂର୍ଣ୍ଣତାରେ ଜନ୍ମ ନେବ, ସେଥିରୁ ମାଇନସ ହବନି। ଯେମିତି ଅନ୍ଧ ହେଇଥିବା ଲୋକ ଅନ୍ଧ ଭାବରେ ଜନ୍ମ ନେଉଛି, ସେମିତି ପୂର୍ଣ୍ଣ କଳାରେ ଭାବରେ ଥିବା ବ୍ୟକ୍ତିଟି, ସମାଧି ଅବସ୍ଥାରେ ଥିବା ବ୍ୟକ୍ତିଟି ସେଇ ସମାଧି ଅବସ୍ଥାରେ ସେଇପରି ଜନ୍ମ ନେବ। ଏଇଟା ବି ନୋଟ କରନ୍ତୁ, ବହୁତ କାମ ଦେବ ତୁମର। ଭାବୁଛ କି ଆକାଶରେ ସ୍ଥାନ ନାହିଁ? ତୁମ ପାଇଁ ଆକାଶରେ ବି ସ୍ଥାନ ଅଛି। ତାର ସବୁ ଲେୟାର ଅଛି ଆକାଶରେ। କୋଉ ଲେୟାରରେ ତୁମେ ରହିପାରିବ? ତୁମେ ଯଦି ପୂର୍ଣ୍ଣାତ୍ମା ହେଇଯିବ, ସକଳ ଶକ୍ତିର ଆଧାର ଥିବ ତୁମ ଭିତରେ, ତୁମର ରେଞ୍ଜ ଅଲଗା ରହିବ। ସେଠି ଯୋଉମାନେ ଅଛନ୍ତି ସେମାନଙ୍କ ସହିତ ବସିବ। ଆଉ ତୁମେ ଯଦି ପ୍ରେତ, ଭୂତ, ପ୍ରେତ, ଡାହାଣୀ, ଚିରୁଗୁଣୀ, ଜିନ୍, ଜିନାତ ଏସବୁ ଅବସ୍ଥା ରହିବ, ତାହେଲେ ସେଇମାନଙ୍କ ସହିତ ରହିବ। କୋଉଠି ଗୁଅବଣ, ଅପରିତ୍ୟକ୍ତ ଜାଗା, ତୋଟା, ଯୋଉଠି କିଏ ଯାଉନଥିବେ, ନିଛାଟିଆ ଘନ ଅନ୍ଧକାର, ଦିନରେ ବି ଅନ୍ଧକାର ଦେଖାଯାଉଥିବ ଗୋଟେ ଗୋଟେ ଜାଗା ଅଛି, ସେଇଠି ତୁମେ ରହିବ ଅପରିତ୍ୟକ୍ତ ହେଇକି। ଯଦି ଭୂତ ପ୍ରେତ ହେଲ, ବିଷ ଖାଇଲ, ଦୌଡ଼ିଦେଲ, ଆତ୍ମହତ୍ୟା କଲ, ରେଳ ଲାଇନରେ ଶୋଇଲ, ଇଲେକ୍ଟ୍ରିକ ଛୁଇଁକିରି ମଲ, ଏ ଯୋଉ ଅପମୃତ୍ୟୁ, ଆଉ ନିଜେ ଆତ୍ମହତ୍ୟା କରି ମଲ, ଏଇସବୁ କାଟଗୋରୀ ରହିକି ତୁମେ ସେଇଠି ପହଞ୍ଚିବ। ବିଶ୍ୱର ଜ୍ୱାଳା ମଧ୍ୟ ଥିବ ତୁମ ଭିତରେ। ଯଦି ମରିଗଲ, ନେକ୍ସଟ ଜନ୍ମ ପର୍ଯ୍ୟନ୍ତ ବିଶ୍ୱର ଜ୍ୱାଳା ରହିବ ତୁମ ଭିତରେ, ମନେ ରଖନ୍ତୁ। କମ କଥା ନୁହେଁ। ଆସିଛ ଏକା, ଯିବ ଏକା ନୁହେଁ, ନେଇକି ଯିବ ପୁରା ଜିନିଷ। କର୍ମର ଫଳଟା ତୁମେ ନେଇକି ଯିବ। ଏଠି କଣ ଅନୁଭବ କରନ୍ତୁ, ଗୋଟେ ଜୀବନଟା କେତେ ଅସୁବିଧା ଜନିତ ଘଟଣା ଦେଇ ଆସୁଛି ଯାଉଛି, କେବେ ଭାବିଲଣି କି? ତୁମର ସ୍ଥିତି, ତୁମେ ସ୍ୱତନ୍ତ୍ର, ଇଣ୍ଡିପେଣ୍ଡେଣ୍ଟ, ତୁମେ କାହା ସହିତ ନାହ, ଏଇଟା ମନେ ରଖନ୍ତୁ। ତୁମେ କାହା ସହିତ ନାହ, ତୁମେ ସ୍ୱତନ୍ତ୍ର। ତୁମେ ଥିଲ ସ୍ୱତନ୍ତ୍ର, ଆସିଛ ମଧ୍ୟ ସ୍ୱତନ୍ତ୍ର ହେଇକି। ଯୋଉ ବାପା ମା ତୁମେ ଜନ୍ମ ଦେଲେ ଭାବୁଛ ସେଇମାନଙ୍କର ତୁମେ ନା, ସେମାନେ ଅଲଗା, ତୁମେ ଅଲଗା। ସେ ଖାଲି ଖୋଳ ପ୍ରସ୍ତୁତ କଲେ, ଶରୀର ପ୍ରସ୍ତୁତ ହେଲା ତାଙ୍କ ଦ୍ୱାରା, ତୁମେ କିନ୍ତୁ ଶରୀର ଭିତରେ ରହିଲ। ଯେଉଁ ବିନ୍ଧାଣୀ ତୋତେ କଲା ନିର୍ମାଣ, ସେଇ ତୋ ଦେହରେ ରହିଲା ଜାଣ। ଲଗାଇଲା କବାଟ, ରଖିଲା 10 ବାଟ। ତେଣୁ ଯୋଉ ବିନ୍ଧାଣୀ ତୁମକୁ ନିର୍ମାଣ କରିଛି, ଯିଏ ତୁମ ଭିତରେ ଅଛି, ସେ ହିଁ ତୁମେ, ସେ ତୁମ ଭିତରେ ଅଛି। ବାପା ମା ନାହାନ୍ତି, ତେଣୁ ବାପା ମା ଅଲଗା, ତୁମେ ଅଲଗା। এইটা মনে ରଖନ୍ତୁ। ନ ଯିବେ ତୋ ସଙ୍ଗତେ ଯିବୁ ତୁ ଏକା। ବାପା ମା ଯିବେନି ତୁମ ସହିତ। ଦେଖନ୍ତୁ ତୁମେ କେତେ ନିରୀମା ଆଖି ଲୋକ, ତୁମେ କେତେ ସ୍ୱତନ୍ତ୍ର ହେଇକିରି ଆସିଥିଲ, ସେଇ ସ୍ୱତନ୍ତ୍ରତାକୁ ନେଇକି ଯିବ। କନା ଖଣ୍ଡେ ନେଇପାରିବନି, ଚାରିଣୀ ଆଠେଣୀ ନେଇପାରିବନି, ଛୁଞ୍ଚି ସିଲେଇ କରିବା ପାଇଁ ନେଇପାରିବନି। ତେଣୁ ଜୀବନଟା କେତେ
କେତେ ଯେ ସନ୍ଧିକ୍ଷଣ, କେତେ ଯେ ଗୁରୁତ୍ୱପୂର୍ଣ୍ଣ ଅନୁଭବ କରନ୍ତୁ। କେତେ ସନ୍ଦେହ ଅଛି, କେତେ କେତେ ଯେ ଅନ୍ଧକାରମୟ ଅଛି, ମାନେ ଜାଣିବାର କିଛି ଜାଣିପାରୁନ ତୁମେ। କୋଉଠି ଆସିଛ ଜାଣିନ, କୋଉଠି ଯିବ ବି ଜାଣିନ, କୋଉଥିପାଇଁ ଆସିଥିଲ ଜାଣିନ, କୋଉଠି ଯିବ ବି ଜାଣିନ। ତେଣୁ ଏଇ କ୍ଷେତ୍ରରେ ଯଦି ତୁମେ ସମର୍ପଣ କରିଦେବ, କିଏ ଗୋଟେ ଅଛି, ବୁଝିଲେ କି, ଏଠିକି ଆସନ୍ତୁ ବାଟକୁ, ଏବେ କିଏ ଗୋଟେ ଅଛି ମୋତେ ଆଣିଛି ପୁଣି ନେଇଯାଉଛି, ଏ ସାରା ବିଶ୍ୱକୁ ସୃଷ୍ଟି କରିଛି। ମୋ ପାଇଁ ଚନ୍ଦ୍ର, ତୁମରି ପାଇଁ ଚନ୍ଦ୍ର ଅଛି, ତୁମରି ପାଇଁ ସୂର୍ଯ୍ୟ ଅଛି। କେବଳ ଯୋଉଠି ଚନ୍ଦ୍ର ଅଛି, ସୂର୍ଯ୍ୟ ଅଛି, ପୃଥିବୀ ଅଛି, ନଈ ଅଛି, ନାଳ ଅଛି, ପବନ ଅଛି, ଆକାଶ ଅଛି, ପୃଥିବୀ ଅଛି, ସେଇଠିକି ସିଏ ତୁମକୁ ନେଇ ଆସିଲା, ସେଇଠିକି ତୁମକୁ ନେଇ ଆସିଲା। ସୂର୍ଯ୍ୟଟା ତୁମରି ପାଇଁ, ଯଦି ସୂର୍ଯ୍ୟ ନଥାନ୍ତା କଣ ହେଇଥାନ୍ତା ତମର? ସେମିତି ପଡିକି ରହିଥାନ୍ତ ଘରେ। କି ଆନନ୍ଦମୟ, କି ଏ ବିଶ୍ୱ ସଂସାର। ତେଣୁ ଭଗବାନଙ୍କର ସୃଷ୍ଟିରେ ତୁମେ ଯଦି ଅଜ୍ଞାତ ଅବସ୍ଥାରେ ରହିକରି ସମର୍ପଣ ଭାବରେ ଭାବନା କରୁଥିବ, କିଏ ଗୋଟେ ଶକ୍ତି ଅଛି ମୋତେ ନେଇକି ଆସିଛି ଏବଂ ନେଇଯିବ, ତାର ସବୁ ଅବଦାନ ଏଗୁଡ଼ା ସବୁ, ମୋର କିଛି ନାହିଁ, ମୋର କିଛି ନାହିଁ। ପ୍ରକୃତରେ ତୁମର କିଛି ନାହିଁ, ନା ଟୋକେଇଟିଏ ଯିବ, ନା ହାଣ୍ଡି ମାଠିଆ ଯିବ ତୁମ ସହିତ। ଯୋଉ ତୋଟାକୁ ନେଇଥିବେ, ଟୋକେଇ ଜାଗାରେ ଟୋକେଇ, ହାଣ୍ଡି ମାଠିଆ ଜାଗାରେ ହାଣ୍ଡି ମାଠିଆ ଗଡ଼ୁଥିବ। ତମକୁ ଜାଳି ଦେବେ, ତମ ଗୋଡ଼ ଆଙ୍ଗୁଠି ଜଳିଯିବ, ତମ ଆଖି ଜଳିଯିବ, ହାତ ଜଳିଯିବ। ଯୋଉ ତର୍ଜମା ଆଙ୍ଗୁଠି ଦେଖେଇ କାହାକୁ ଗାଳି ଦଉଥିବ, ସିଏ ବି ରହିବନି, ସେଇ ଆଙ୍ଗୁଠି ଇଣ୍ଡେକ୍ସ ଫିଙ୍ଗର, ସିଏ ବି ଜଳିଯିବ, ନାଭି ଜଳିଯିବ, ସବୁ ଜାଳିଦେବେ, ତୁମକୁ ଜାଳିଦେବେ, ତୁମକୁ ବିଦାୟ ଦେବେ। କହିବ ହଁ ମୁଁ ଆସିଥିଲା, ତା ଭାଗ୍ୟ ନେଇକିରି ଗଲା, ଆମର କଣ ଅଛି, ଯେତିକି ଦିନ ପାଇଁ ଆସିଥିଲା ସେ ପଳେଇଲା, ଚାଲ ଘରକୁ ଯିବା। ଇଏ ହଉଛି ନିୟମ। କେତେ କେତେ ସମ୍ପ୍ରଦାୟରେ ମଧ୍ୟ ଅପେକ୍ଷା କରି ରହିଛନ୍ତି, ପୋତି ଦେଇକିରି ଅପେକ୍ଷା କରିଛନ୍ତି, କବର ଦେଇକିରି, ଇଏ ଫେରି ଆସିବ, ଇଏ ଫେରି ଆସିବ। କେତେ କୟାମତ ଗଲାଣି, କେତେ କେତେ ବର୍ଷ ହେଇଗଲାଣି, କେତେ କୟାମତ ପରେ କୟାମତ ଗଲାଣି, ନା ଫେରୁଛି ନା ଆସୁଛନ୍ତି। ଏ ଅନ୍ଧବିଶ୍ୱାସରେ ଜଡ଼ିତ ହେଇଥିବା ଲୋକ କେତେ ଗୁଡ଼ିଏ ସମ୍ପ୍ରଦାୟ ଅପେକ୍ଷା କରିଛନ୍ତି ସେଇ ପିରାମିଡ଼ରେ, ସେଇ ସମାଧିରେ ଫେରି ଆସିବ। କେବେ ସବୁ ଫେରେ? ସୂକ୍ଷ୍ମାତି ସୂକ୍ଷ୍ମ ରୂପରେ ସୂକ୍ଷ୍ମ ଶରୀରରେ ତୁମେ ରହିବ। ଯୋଉ କହୁଥିଲି ଆକାଶରେ ତୁମକୁ ସ୍ଥାନ ଅଛି କି ନାହିଁ, ଆକାଶରେ ଅଛି ସ୍ଥାନ ତୁମ ପାଇଁ। ଯୋଉ କର୍ମ ନେଇକି ସେଇ କର୍ମର ପ୍ରଭାବରେ ତୁମେ ସ୍ଥାନିତ ହବ ଆକାଶ। ତୁମେ ଦେଖିପାରୁଥିବ ପୃଥିବୀବାସୀଙ୍କୁ, ତୁମ ପିଲା ଛୁଆ ଜନ୍ମ କରିଥିଲ ତାଙ୍କୁ ଦେଖିପାରିବ ବେଳେ ବେଳେ କଣ କରୁଛନ୍ତି, କିନ୍ତୁ ଆସିପାରିବନି। ତୁମକୁ ଆସିବାର ବାଟ ବନ୍ଦ କରିଦେଇଥିବେ ସେମାନେ। ସ୍ତ୍ରୀ ଯଦି ଥିଲା, ସ୍ତ୍ରୀ ଠାଇଁ ଗୋଟା କିଳି ଦେଇଥିବେ, ଘରକୁ କିଳି ଦେଇଥିବେ, କାଳେ ପଳେଇ ଆସିବ, ଲୋଭ ଅଛି ନା, ତୁମ ବାଟ ବନ୍ଦ କରିଦେଇଥିବେ। ଏ ପ୍ରୋହିବିଟେଡ୍, ତୁମ ପାଇଁ ଏଇଟା ପ୍ରୋହିବିଟେଡ୍ ଏରିଆ ହେଇଯିବ। ଘର ଘରଣୀ ଦେହ କିଳାଉଥିବେ, ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧି ହୋଇବେ। ଘରକୁ କିଳେଇ ଦେବେ, ଘରଣୀ କି କିଳେଇ ଦେବେ, କାଳେ ପଶି ଆସିବ କି? ଦେଖନ୍ତୁ କେତେ ସ୍ନେହ କରୁଥିଲେ ତୁମକୁ ନା, କାଳେ ପଶି ଆସିବ, ସେ କିଳେଇ ଦେଇଛନ୍ତି, କଣ୍ଟା ବାଡ଼େଇ ଦେଇଛନ୍ତି। ତୁମେ ଆସିବ, ଜକ ଜକ କରି ଦେଖୁଥିବ, ଅନେଇଥିବ, କିଛି ବାଟରେ ନା ଘରେ ପ୍ରବେଶ କରିପାରିବ, ନା ଘରଣୀକି ଦେଖିପାରିବ, ନା ଘରକୁ ଦେଖିପାରିବ।
गोटे प्रेत गोटे मरीगला लोक आमर से जो मामू हे आम सहित कंटाक्ट करुले कहले देखुनु मुझे हाथ मारी कहूँ मु तो बापा कहूँ सी शुणुनि ये खूब जोरे कहू पुओ को धरुची झील को धरुची ना झील स्पर्श जापर ना पुओ स्पर्श जापर ये कहूँ मो बापा कहूँ मुझे डाकुची मो कथा किए शुणुना केते विडंबना तुम्हें डाकुथिब डहल विकल है डाकुथिब तुमको तो 13 जाके खाया देवा देवे जा भागे तुम हेटी कुआड़े जीव 13 दिन पर्यंत रहिल 13 दिन पर 14 दिन टा कोट रहियो ना छता अच्छी ना जोता अच्छी ना टॉर्च अच्छी ना पान खुंटा अच्छी तुम पाखे नहीं कि जीव कोटी काटी खाइब खुंटिकी खाइब किछि ना लंगड़ा करदेवे तुमको हलदी माखी देवे हलदी माखी तेल माखी नहीं पोड़ी देवे तुम आज जेपर्यंत पोड़ा हो कहीं ना जेपर्यंत तुम्हें शरीर अच्छी तुम्हें जगिकी रही थो मो शरीर ना तुम्हें बाहर आईच तुम्हें देखुच मो शरीरटा जब पोड़ी दियंती तापर तुम्हें शरीर ना तुम्हें जान मु ना मु अलगा कौन कर शरीर पोड़ीदे तुम्हें विदाय गल जदि न पड़ा कई जन गाड़ी देवे कौन खाई गोटा कि माने कौन खाई पड़ूनी जमा खेची खेची देवे तुमको बाउंस कि दृश्य कथा 14 दिन पर कौटी जीव तुम्हें 13 दिन जाए थिल 14 दिन में कुआड़े जीव जमती भिक मागुना गाँ गाँ आसिक चकुलिया पंडा जोगी जोगी कहले काले किए भाव दीर्घिकार जोगी है दीर्घिकार जोगी जो भिक मागुंट सेमती तुम्हें कौटी जीव क्या घर भिक माग तुम तो कहीं चिन्ह पारे जापर सब तो शरीरधारी तुम्हें अशरीर आ जो मैंने अशरीर अच्छा तुमको देखिए तांको पाखे ना खाद्य अच्छी ना घर अच्छी ना पोशाक अच्छी खंडी जे खंडी तोर पिंजरा काठी खाऊ थे स्वान सुगाल बांधी जो पोड़ार प्रोविजन नाई से पकईदेवे तुम सबको सुगाल थी शागुणा थी स्वान सुगाल स्वान कुकुर शागुणा जो खंडे खाऊ कुकुर आसी गोड़े शागुणा पर उड़ी 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 पड़े उड़ीबन तो सही माने जमती लैंडिंग करे जहाज एरोप्लेन सेमती तले कूदा मारी मारी आगू पड़े कुकुर गोड़े देवे कुकुर खुंपा नहीं जाए पुणी शागुणा आसो खुंपाई नहीं जाए बिलुआ छकिकी थी केते तुम मांस पुटुला को टाणिक नहीं जावाई तेणु मु कहीं कहे विचित्र दुनिया विचित्र तुम्हें निजे स्वयं विचित्र स्वयं तुम्हें विचित्र कहीं आसीच कौन जान जीव कौन जान कौटी जीव कहीं आसल से गुरुर आवश्यकता अच्छी गुरु कहीदेवे तुम अरे बाबा ये तुम्हें आसी ये संसारटा किसी दिन तुम्हें केंद्र भावुच चिरंजन चिरदिन मुझे रही एडवांस ज्ञान हवा दरकार एडवांस माने तुम्हें खोज कौटी 14 दिन कौटी तेणु जदि पुष्ट हो जाए साधन रे शरीर सुस्थ थी सारा विश्वर मालिक तुम्हें ये सेटिकी गले भी से सारा विश्वर मालिक है तुम परिचय मिले स्वागत करेंगे स्वयं इंद्र आसे स्वागत करेंगे
ଯମ ହାତ ଯୋଡ଼ିକିରି ଛିଡ଼ା ହବ ତୁମ ଆଗରେ। ଇଏ ତ ଆମଠୁ ଆଉ ପାୱାରଫୁଲ। ଯମ ଯେ ନ ଜାଣାଇ ବାଳୁତ ଯୁବା। ଯମ ବାଳୁତ ଜାଣିନି କି ଯୁବକ ଜାଣିନି। କିନ୍ତୁ ତୁମେ ଯଦି ସମାଧି ଅବସ୍ଥାରେ ପହଞ୍ଚିଯିବ, ସେ ତ ସ୍ୱାଗତ କରିବ ଯମ ତମକୁ। ତୁମେ ହୁଇସିଲ ମାରିପାରିବ ଯମ, କାରଣ ଯମ ଠାରୁ ତୁମେ ପାୱାରଫୁଲ ହେଇଯିବ। ମୁଁ ଦିନେ ଗୁରୁଦେବଙ୍କୁ ପଚାରିଲି ଜୋକରେ, ମୁଁ କହିଲି ତୁମେ ତ ସ୍ୱର୍ଗରେ ବୁଲୁଛ, ଯମ ଫମ ଭେଟ ହେଲାଣି କି? ଗୁରୁଦେବ ହସିକିରି କହିଲେ କାହିଁ ତ ମୁଁ ତ ଦେଖିପାରୁନି ଯମ କୋଉଠି ଅଛନ୍ତି, ତାଙ୍କ ଘର କୋଉଠି କି ତାଙ୍କ ଆଡ୍ରେସ କଣ, କ୍ୱାର୍ଟର ନମ୍ବର କଣ, ମୁଁ ତ କିଛି ଜାଣିପାରୁନି। ମୁଁ ତ ବୁଲୁଛି ଭୀମଦାସରେ। ଆଉ ମୁଁ କହିଲି ଯୋଉ ପ୍ରେତ ଯୋଉ ଅଛନ୍ତି ଛୋଟ ମୋଟ ଯୋଉ ଶରୀର ନେଇକି, ତାଙ୍କୁ ସିଏ ତମକୁ ଦେଖିପାରୁଛନ୍ତି ନା? ନାଇଁ ସିଏ ଦେଖିପାରିବେନି ଆମକୁ, ଆମେ ଆଉ ଟିକେ ଉଚ୍ଚ ସ୍ତରରେ ଅଛୁ, ସେମାନେ ସେଠିକି ଯାଇପାରିବେନି। ଇଏ ଆରପାରିର ଦୃଶ୍ୟ। ତୁମକୁ ସେ ଆରପାରିକି ଯିବାକୁ ପଡିବ, କାରଣ ତୁମେ ସେଇଠୁ ଆସିଥିଲ। ଖାଦ୍ୟ ପଦାର୍ଥ ନେଇ ଟିକେ ରଖିଦେଇ ଆସ, ସେଇ 14 ଦିନ ପରେ ଯୋଉଠି ଯିବ, ଖାଦ୍ୟ ବସ୍ତ୍ର ତମେ ସବୁଠି ଜାଗା କିଣୁଛ, ଚନ୍ଦ୍ରପୃଷ୍ଠରେ କିଣିଲଣି। ସ୍କୋୟାର ଫୁଟ 1400 ଟଙ୍କା, ଗୁଣ୍ଠ 1400 ଟଙ୍କା। ଆଉ ଯୋଉଠି ରହିବ ସେଠି ଜାଗା କିଣୁନ ଯଦି ବୁଦ୍ଧିମାନ। ଏଠି କଟକରେ କିଣୁଛ, ଭୁବନେଶ୍ୱରରେ କିଣୁଛ, ବାଲେଶ୍ୱରରେ କିଣୁଛ, ରାଉରକେଲାରେ କିଣୁଛ, ଦିଲ୍ଲୀରେ କିଣୁଛ, ଆଉ ସେଠି ହାତକାତ ପାଉନି କାହିଁକି? ସେଠିକି ହାତକାତ କାହିଁ ପାଉନି? କୋଉଠିକି ଯିବ 14 ଦିନ ପରେ, ସେଠି ଜାଗା ଖଣ୍ଡେ ପକେଇ ଦିଅ, ସେଠି ଘର କରିବ, ରହିବ। ସମୁଦ୍ର ଭିତରେ ଜାଗା କିଣି ଦଉଛ, ସ୍ପେସରେ ଜାଗା କିଣି ପକଉଛ, କିନ୍ତୁ ସେଠି କାହିଁ ହାତକାତ ପାଉନି? ହାତକାତ ସେଠି ପାଇବନି। ଆସିଛ ବୀରତ୍ୱ ଭାବରେ ସାଧନ କର, ବୁଝିଲ? ସବୁ ସମସ୍ୟା ସମାଧାନ ହେଇଯିବ। ଏତେ ଝିନଝଟ ଭିତରୁ କାହିଁ ଯିବ ତୁମେ? କୁହ। ଦେଖୁଛ ଅନ୍ଧାର ଦେଖାଉଛି ସ୍ୱର୍ଗଟା, ସ୍ୱର୍ଗଟା ଅନ୍ଧାର ଦେଖାଉନି କି? କାହିଁ ଝିନଝଟକୁ ଯିବ? କୁଆଡେ ଯିବ? ସାଧନ କର। ସାଧନ ତ ପୂର୍ଣ୍ଣ ଶକ୍ତି ନେଇକି ଯିବ। ଚୁଟକି ମାରିବ, ସେଠି ଟିପ ମାରିବ, ଚୁଟକି ମାରିବ, ଯାହାକୁ ଦେଖିବ ଚୁଟକି ମାରିବ, ତମକୁ ସବୁ ଡରିବ ଦେଖିଲେ। ଇଏ ଆସିଲେ, ମହାରାଜ ଆସିଲେ। ସେମାନେ ନତମସ୍ତକ ହେଇଥିବେ ନା, ସେମାନେ କୋଉ ଦୁର୍ଦ୍ଦଶାରେ ଥିବେ। ଏଠି ଯେମିତି ଅଛନ୍ତି ପୃଥିବୀରେ, ସାଧନ ନା ଶୁଣିଲେ ଆସୁନାହାନ୍ତି। କିଏ ଯିବ, କିଏ ସାଧନ କରିବ? ରାତି ଅଧରୁ ଉଠିବ, ମେଡିସିନ ଅଛି, ଟିକେ ଖାଇଦେବା, ସରିବ, ଠିକ ହେଇକି ବାସ୍। ସାଧନ କିଏ କରିବ? ଏଇଟା ମୁଁ କଣ ଗଳ୍ପ କହୁଛି କି ଭାବୁଛନ୍ତି? ଗଳ୍ପ ନୁହେଁ, ବାସ୍ତବ ଚିତ୍ର। ଏଠି ଗଳ୍ପ ନାହିଁ। ଆଇ ବୁଢୀ ଅଶୁଣି କଥା ମୁଁ କହୁନି। 7 ସମୁଦ୍ର ପାରି ହବ, 7 ଦ୍ୱୀପ ପାରି ହବ। 7 ଦ୍ୱୀପରେ ଗୋଟେ ଗୁମ୍ଫା ଥିବ, 7ଟା ଗୁମ୍ଫା ଥିବ। 7ଟା ଗୁମ୍ଫା ଭିତରେ ଗୋଟେ ଘର ଥିବ, ଘରେ ଗୋଟେ ଟ୍ରଙ୍କ ଥିବ, ଟ୍ରଙ୍କରେ ଫରୁଆ ଥିବ, ଫରୁଆରେ ସିନ୍ଦୁର ଥିବ, ସିନ୍ଦୁର ଭିତରେ ଗୋଟେ ପୋକ ଥିବ। ସେ ପୋକକୁ ଚିପି ଦେଲେ ବୁଢୀ ଅଶୁଣି ମରିଯିବ। ମୁଁ ସେ କଥା ଏଠି କହୁନି। ମୁଁ ତ କହୁଛି ସ୍ୱର୍ଗକୁ ତୁମେ ଯିବ ନିଶ୍ଚିନ୍ତ, ଏ ସତ୍ୟ। ସତ୍ୟ। ସେ ଆଉଟ ଗୋଇଂ ନ ଯାଇକି ଇନକମିଂ କି ଆସ, ଭିତରକୁ ଆସ, ନିଜ ଭିତରେ ପ୍ରବେଶ କର। ନିଜ ଭିତରେ ବିରାଟ ବିଶ୍ୱ ଅଛି, ନିଜ ଭିତରେ ବିରାଟ ଶକ୍ତି ଅଛି, ନିଜ ଭିତରେ ବିରାଟ ଅନ୍ତରିକ୍ଷ ଅଛି, ନିଜ ଭିତରେ ବିରାଟ ପୃଥିବୀ ଅଛି। ସବୁ ସମାହିତ ଅଛନ୍ତି ନିଜ ଭିତରେ। ବାସ୍ ଯଦି ଭିତରଟା ଶକ୍ତିଶାଳୀ ହେଇଯିବ,
ତୁମର କଳେବର ଶକ୍ତିଶାଳୀ ଯେଉଁ ଜୀବ ରୂପରେ ଆସିଛ, ଯଦି ସେଇ ଜୀବଟା ବ୍ରହ୍ମ ରୂପ ହେଇଯିବ, ବ୍ରହ୍ମ ତ ଅଛି, ଆତ୍ମା ଅଛି, ବ୍ରହ୍ମ ଅଛି, ଶକ୍ତି ସ୍ୱରୂପ ତୁମେ ଯେଉଁ ଅଛି ଆମ ଭିତରେ, ବ୍ରହ୍ମ କେନ୍ଦ୍ର, ଶକ୍ତି କେନ୍ଦ୍ର, ଶକ୍ତି କେନ୍ଦ୍ର ପରେ ବ୍ରହ୍ମ କେନ୍ଦ୍ର, ବ୍ରହ୍ମ କେନ୍ଦ୍ର ପରେ ବ୍ରହ୍ମ, ବ୍ରହ୍ମ ଯେତେବେଳେ ସେଇ ସୋଲ୍ ଗୁଡ଼ା, ସେଇ ଲେୟାର ଗୁଡ଼ା ତୁମେ ଅତିକ୍ରମ କରିବ ସାଧନରେ, ତୁମେ ବିରାଟ ଶକ୍ତି ଅନୁଭବ କରିବ ନିଜ ଭିତରେ। ତୁମେ ମୃତ୍ୟୁ ପରେ ଯେଉଁ କହୁଛି ଛୋଟା ଲୋକ ଛୋଟା ହେଇକିରି ଆସିବ, ତୁମେ ଯେତେବେଳେ ଜନ୍ମ, ଯେତେବେଳେ ଏଠୁ ଯିବ ସେଇ ଶକ୍ତିକି ନେଇକି ଯିବ। ମନେ ରଖନ୍ତି, ବହୁତ ଇମ୍ପୋର୍ଟାଣ୍ଟ କଥା। ତୁମେ ସେ ଶକ୍ତିଟାକୁ ନେଇକି ଯିବ, ସେଇଟା ଗୋଟେ କଥା। ତୁମେ ଏଠି ଖାଉଛ, ପିଉଛ, ଇଞ୍ଜେକ୍ସନ ନେଉଛ, ଡାକ୍ତରଙ୍କୁ ଦେଖେଇ ଦେଉଛ, ଶରୀର କ'ଣ ଅଛି ଅସୁବିଧା ଠିକ୍ ହେଇଯାଉଛି। ସେଠି ତ ନା ଡାକ୍ତର ଅଛି, ନା ବୈଦ୍ୟ ଅଛି, କେହି ନାହାନ୍ତି। ତୁମେ ଯେଉଁ ରୂପ ଧାରଣ କରିବ ସେଇ ରୂପରେ ପଦାର୍ପଣ କରିବ ଯାଇ କେଉଁଠି, ଆକାଶରେ। ନେକ୍ସଟ ଜନ୍ମ ପର୍ଯ୍ୟନ୍ତ ସେଇ ରୂପରେ ଥିବ। ଯେଉଁ ମା ଠାରୁ ପିଲା ଯେଉଁ ବିକଳାଙ୍ଗ ଜନ୍ମ ହେଉଛନ୍ତି, କାହିଁ ଜନ୍ମ ହେଉଛନ୍ତି? ସିଏ ବିକଳାଙ୍ଗ ସ୍ୱୟଂ। ବୁଝିପାରିଲେ ରହସ୍ୟ? ସିଏ ସ୍ୱୟଂ ବିକଳାଙ୍ଗ ଥିବାରୁ ମା ପାଖରୁ ଆସିକି ଜନ୍ମ ନେଲା ବିକଳାଙ୍ଗ ଅବସ୍ଥାରେ। ମାର ଦୋଷ ନାହିଁ। ମାର ଦୋଷ ମାନେ ତାର କର୍ମ ଦୋଷ ଅଛି, ମାର ବାପାର। ଯେଉଁମାନେ ଏଠିକି ଆସୁଛନ୍ତି ପିଲା ବିକଳାଙ୍ଗ ଅବସ୍ଥାରେ ଏଠିକି ନେଇକି ଆସୁଛନ୍ତି, ମୁଁ ତାଙ୍କୁ ତ ପ୍ରଥମ ପଚାରୁଛି, ତୁମେ କ'ଣ କରିଥିଲ କି? ମନେ ପକାଅ, ଏଇ ଜନ୍ମରେ କି ପୂର୍ବ ଜନ୍ମରେ। ସେ ଦୋଷରୁ ଏଇଭଳି ପିଲା ଆସିଲା। ସାଧନ ଗୋଟେ ଏଭଳି ଜିନିଷ ତମକୁ ପରିମାର୍ଜିତ କରିଦେବ। ଯିଏ ଯେଉଁ ଅବସ୍ଥାରେ ଥାଉ, ଯେମିତି ଥାଉ, ଯେମିତି ଥାଉ, ଯେଉଁ କର୍ମ କରିଥାଉ, କାରଣ କର୍ମବନ୍ଧନ କାଟିକିରି ତୁମେ ପହଞ୍ଚିବ ନା ହେଠି ନିଜ ରୂପରେ। ଯଦି କିଛି ବିଶୃଙ୍ଖଳିତ ଜ୍ଞାନ ତୁମ ପାଖରେ ଅଛି, ବୁଦ୍ଧି ସପୋର୍ଟ କରୁନି, କର, ସେଗୁଡ଼ା କର, କିଛି ନାହିଁ। କିନ୍ତୁ ଜିଦି ରଖ, ମୁଁ ସାଧନ କରିବି କେମିତି, ଏଇଠି ପହଞ୍ଚିବି। ଦେଖିବ ସେ ଆସ୍ତେ ଆସ୍ତେ ଦିନ ସବୁ କଟିଯିବ, ଆସ୍ତେ ଆସ୍ତେ କଟିଯିବ। ଦେଖନ୍ତୁ, ତୁମ ସମୟ କମ୍ ଅଛି ଆଉ ତୁମ ପାଇଁ। କାଲି ଯେ ମରଣ ନ ହେବ କିଏ କହିପାରିବ? କାଲି ଯେ ତୁମର ମରଣ ନ ହେବ କିଏ କହିପାରିବ? ପୃଥିବୀ ଫାଟିଯିବ ଯେତେ ସବୁ ଗଳି ପଡ଼ିବେ। ଇଏ ଅସମ୍ଭବ ନୁହେଁ। ପୃଥିବୀର ଯଦି ସତ୍ୟରେ ପୃଥିବୀ ଘୁରୁଛି ନା, ଅସତ୍ୟର ଯଦି ବାତାବରଣ ସୃଷ୍ଟି ହେଲା, ପୃଥିବୀ କାହିଁ ରହିବ? ପୃଥିବୀଟା ଭାସୁଛି ନା ମହାଶୂନ୍ୟରେ। ଆଉ ଗୋଟେ ବିଚିତ୍ର ଜିନିଷ ଦେଖନ୍ତୁ, ସବୁଆଡ଼େ ଶୂନ୍ୟ। ଶୂନ୍ୟରେ ଅଛ, ପୂର୍ଣ୍ଣ ଶୂନ୍ୟ। ପୃଥିବୀ ଶୂନ୍ୟ, ପୃଥିବୀ ଭିତରେ ଶୂନ୍ୟତା ଅଛି, ଆକାଶ ତତ୍ତ୍ୱ ଅଛି। ମୋର ଯେତେବେଳେ ହୋସ୍ ଆସିଲା ପିଲାଦିନ, ମୁଁ ଦେଖିଲି, ଦେଖ ମାଟି ଅଛି, ଚାଷ ହେଉଛି, ଜମି ଧାନ ଅମଳ ହେଉଛି। ମୋତେ ମାନେ ଅସ୍ତବ୍ୟସ୍ତ କରିଦେଲା ସେଇ ଜ୍ଞାନ। ଫୁଲ୍ ମାନେ ଦିନକୁ ଦିନ ଜାଣୁଛୁ, ସୂର୍ଯ୍ୟ ପୁଣି ଉଦୟ ହେଉଛି, ଅସ୍ତ ହେଉଛି, ସେ ଜ୍ଞାନ ଆସିଲା। ପ୍ରତ୍ୟେକ ଦିନ କ'ଣ ସୂର୍ଯ୍ୟ ଏପଟରେ ଉଠୁଛି, ଏପଟରେ ଅସ୍ତ ହେଉଛି। ଜମି ଅଛି, ଚାଷ ହେଉଛି, ସେଥିରେ ଖାଦ୍ୟ ଆସିଛି, ଖାଇଲ, ତୁମ ଅନୁଭବ ହେଲା କେଉଁଠୁ ଆସିଲା। ଏ ବି ବିଚିତ୍ର ଲାଗିଲା ମୋତେ। ମାନେ କେମିତି ଗୋଟେ ସେଟିଂ ହେଇକି ରହିଛି। କେମିତି ଗୋଟେ ସେଟିଂ ହେଇଛି। ନଈ ଦେଖିଲ, ନଈରେ ପାଣି ବହି ଯାଉଛି, ସେମିତି ନୂଆ ନୂଆ ଜିନିଷ ଦେଖିବ ଆକାଶରେ ଯାଇକିରି, ତମକୁ ବିଚିତ୍ର ଲାଗିବ। ବୁଝିଲେ? କମ୍ କଥା ନୁହେଁ, ତୁମ ହାତରେ କମ୍ ସମୟ ଅଛି, ଚଟାପଟ କାମ କର।
ଚଟାପଟ କାମ କରି ଦେଖିବ ତମ ପୁଷ୍ଟ ହେଇଯିବ, ଶରୀର ପୁଷ୍ଟ ହେଇଯିବ, ମନ ପୁଷ୍ଟ ହେଇଯିବ, ଶାନ୍ତି ଅନୁଭବ କରିବ, ବ୍ରେନ୍ ପୁଷ୍ଟ ହେଇଯିବ, ସବୁ ପୁଷ୍ଟ ହେଇଯିବ, ତୁମେ ଶକ୍ତିଶାଳୀ ମଣିଷଟିଏ ହେଇଯିବ। ଆସିବାର ସାର୍ଥକତା ଅନୁଭବ କରିବ, କାହିଁକି ଆସିଥିଲି, କିଛି ନହେଲେ ତ ଶକ୍ତି ନେଇକି ଯିବ ନା। এই যে লোভ ଦେଖୁଛ ଇଏ ସବୁ ମାୟା, ଲୋଭଟା ମାୟା, ତୁମକୁ ଗୋଟେ ମାୟାରେ ଛନ୍ଦିବା ପାଇଁ ଏସବୁ ବ୍ୟବସ୍ଥା କରାଯାଏ, ଆଉ କିଛି ନାହିଁ। ତୁମେ ରୋଜଗାର କଲେ ଦିପଟ ରୁଟି ଖାଇବ, ନ ରୋଜଗାର କଲେ ବି ଦିପଟ ରୁଟି ଖାଉଛ, ତଫାତ୍ କିଛି ନାହିଁ। ମାୟାରେ ମୋହିତ ହୋଇଲେ ମୋତେ ଜାଣିବ ଯିବ, ତୁମେ ମାୟାରେ ଯଦି ମୋହିତ ହେଇଯିବ ତମେ ଯିବ ହେଇଯିବ। ମାୟା ପରି ଶୂନ୍ୟ ହୋଇଲେ ମୋତେ ବ୍ରହ୍ମ ଜାଣିବ। ଦେଖୁଛ ଗୋଟେ ମାୟା ଯଦି ବିଚାର ହେଇଗଲା ତୁମ ଭିତରେ, ଜ୍ଞାନ ହେଇଗଲା, ତାହେଲେ ତୁମେ ବ୍ରହ୍ମ ହେଇଯିବ। ବ୍ରହ୍ମଟା ତୁମ ଭାବନାରେ ଅଛି, ଜୀବ ଭାବ ମଧ୍ୟ ଭାବନାରେ ଅଛି, କେବଳ ଭାବନା ଦରକାର, ଆଉ କିଛି ଭାବନା ହିଁ ତୁମକୁ ଉଚ୍ଚ ସ୍ତରରେ ପହଞ୍ଚେଇ ଦେବ। ସେଥିପାଇଁ ଭାଗବତରେ ଗୋଟେ ସୁନ୍ଦର କଥା କହିଛି, ଏ ଜୀବ ସାଧୁ ସଙ୍ଗ ବିନୁ ଲଭି ନ ପାରେ ଅମୃତ। ବିନା ସାଧୁ ସଙ୍ଗରେ ତୁମେ ଆକୁ ପ୍ରାପ୍ତ କରିପାରିବ ନାହିଁ। କହିବାକୁ ଇଚ୍ଛା ଅଛି ବହୁତ କିଛି, କ'ଣ କରିବା, ସମୟ ହେଇଗଲାଣି, ଲେଟ୍ରେ ମଧ୍ୟ ଆରମ୍ଭ କଲେ। ଏତିକି ଗୋଟେ ଝଲକ ଦେଲି ଆଜି, ଗୋଟେ ଡିଷ୍ଟାନ୍ସର ଝଲକ, ମରିଗଲା ପରେ କୁଆଡ଼େ ଯିବ, କ'ଣ କରିବ, କେତେ କ'ଣ ଅଛି ଇମାଜିନେସନ୍, ଏଇଟାକୁ ବିଚାର କର, ମନ ଭିତରେ ବିଚାର କରି ଦେଖ। ଏବେ ଆମେ ମତାମତ ରଖିବାକୁ ମୁଁ ଭାବୁଛି, ସମୟ ନାହିଁ, 11:30 ସରିଯିବ। ସମସ୍ତଙ୍କୁ ଧନ୍ୟବାଦ ଶୁଣିଛନ୍ତି, ଡିଷ୍ଟର୍ବାନ୍ସ କରୁନାହାନ୍ତି, ଶାନ୍ତ ଚିତ୍ତରେ ବିଶ୍ଳେଷଣ ପୂର୍ବକ ଅନୁଧ୍ୟାନ କରୁଛନ୍ତି ଆମ କଥା, ଧନ୍ୟବାଦ। ସେଥିପାଇଁ କୁହନ୍ତୁ, କିଏ କହିବେ ଯଦି ମତ ରଖିବେ କୁହନ୍ତୁ। ଗୁରୁଜୀ, ମୁଁ ଟିକେ କିଛି କହିବା ପାଇଁ ଚାହୁଁଥିଲି। କୁହନ୍ତୁ, ଅଳ୍ପ ସମୟରେ କୁହନ୍ତୁ। ଆଜିର ସତ୍ସଙ୍ଗଟା ଆମେ ଜୀବନରେ ବଞ୍ଚିଥାଏ ମଧ୍ୟ ପୁରା ମୃତ୍ୟୁ ପରର ଅନୁଭୂତି ଭିତରେ ଆମେ ଡୁବିଗଲେ। ରାତି ଅଭିନବ ସତ୍ସଙ୍ଗ, ଯାହାକି ଆମେ ବଞ୍ଚିକି ସଂସାର ଭିତରେ ଅଛେ, କିନ୍ତୁ ମାନସିକ ସ୍ତରରେ ମୁଁ ମୋ କଥା କହିବି, ମୁଁ ବର୍ତ୍ତମାନ ଏଠି ନାହିଁ। ମନ ବହୁତ ଅଶାନ୍ତି ଲାଗୁଛି, ଆମେ ଏତେ ଦିନ ପର୍ଯ୍ୟନ୍ତ କିଛି କରିପାରିଲେନି। କରିବା, ଆଜି କରିବା, କାଲି କରିବା, ସାଧନ କରିବା, କିଛି ଆମେ କରିପାରିଲେନି। ଆଉ ଏଇସବୁ କଥା ଶୁଣିକି ଲାଗୁଛି ଯେ ସମୟ ଅତିକ୍ରାନ୍ତ ହେଇଗଲାଣି, ଆଗକୁ ବଢିବା ପାଇଁ ଅନ୍ଧାର ପୁରା, ପଛକୁ ଫେରିବାର ବାଟ ନାହିଁ। ତେଣୁ ଏଥିରୁ ମୁକୁଳିବାର ଏକମାତ୍ର ରାସ୍ତା ହଉଛି ସାଧୁ ସଙ୍ଗ, ସଦ୍ଗୁରୁଙ୍କର ସମ୍ପୂର୍ଣ୍ଣ ଶରଣାପନ୍ନ ହେଇକି ଯଦି ଆମେ ଚାଲିବା, ଅନ୍ତତଃ ସମ୍ପୂର୍ଣ୍ଣ ଭାବେ ଆମର ଜୀବନର ଏତେଟା ଅଧପତନ ହବନି। ଅନ୍ୟମାନଙ୍କ ଆମ୍ ଇନସାନ ଭଳି ଆମେ ଏତେଟା ଅଧପତନର ସମ୍ମୁଖୀନ ହବାନି। ଜୀବନର ଅନ୍ତିମ ମୁହୂର୍ତ୍ତରେ ତା ଦୁଃଖ, କ୍ରନ୍ଦନ, ଶୋକ, ତାର ମଧ୍ୟ ଆମେ ସମ୍ମୁଖୀନ ହବାନି। କାରଣ ବାରମ୍ବାର ଆମକୁ ଗୁରୁଜୀ ଜୀବନର ବଞ୍ଚିବାର କଳା ଶିଖେଇବା ସଙ୍ଗେ ସଙ୍ଗେ ମରିବାର ମଧ୍ୟ କଳା ଶିଖଉଛନ୍ତି। ବଞ୍ଚିବାର କଳା ତ ସମସ୍ତେ ଶିଖୁଛନ୍ତି, ମରିବାର କଳା କିଏ ଶିଖଉଛି? ମରିବାର କଳା ସେହି ବ୍ୟକ୍ତି ଶିଖେଇ ପାରିବ
ଯିଏକି ଜୀବନର ଥାଇକି ମରି ସାରିଛି, ମୃତ୍ୟୁ ଲୋକ ଦେଖି ସାରିଛି। ମୃତ୍ୟୁ ଲୋକରେ କଣ ଅଛି, ମରିବା ବଞ୍ଚିବା ସୁଖ ଦୁଃଖ ସବୁ ବୁଲି ଆସିଛି, ସେ ଜାଗାଟା ବର୍ଣ୍ଣନା କରି ବୁଝେଇପାରିବ। ତେଣୁ ଆମ ସଦ୍ଗୁରୁଙ୍କର ପ୍ରୟାସ କରିବା ପାଇଁ ପଡିବ, ସେ ମୃତ୍ୟୁକୁ ଅନୁଭବ କରିବା। ଯେ ସାଧାରଣ ଜୀବନରୁ ପାର ହେଇଛି, ଆମେ ମୃତ୍ୟୁ ଭିତରେ ପ୍ରବେଶ କରିବା, ବହୁତ ଅଶାନ୍ତି ଲାଗୁଛି। ଏତିକି କହୁଛି ଗୁରୁ ଜୟ ଜୟ। ଧନ୍ୟବାଦ। ସୁନ୍ଦର ମତାମତ ଉପସ୍ଥାପନ କଲେ ଏଠି, ସୁନ୍ଦର ଲାଗିଲା। ଧନ୍ୟବାଦ। ମୃତ୍ୟୁର ଆଭାସ ଅନୁଧ୍ୟାନ କରିଛନ୍ତି এই ସତ୍ସଙ୍ଗଟି ମୁଁ ଅନୁଭବ କରୁଛି ସମସ୍ତଙ୍କ ଉପରେ। ପରଲୋକର ଭାବ, ପରଲୋକରେ କ'ଣ ହେଇପାରିବ, ପରଲୋକଟା କ'ଣ କେମିତି, କିଛି ତ ନଲେଜ ଆସିଛି, ତାଙ୍କ ଭିତରେ ପ୍ରଭାବ ପକାଇଥିବ ଏ ସତ୍ସଙ୍ଗଟା। ଆଶା କରେ ସମସ୍ତଙ୍କ ଉପରେ ପ୍ରଭାବ ପକାଇ ତୁମକୁ ମୋଟିଭେସନ୍ କରୁ, ତୁମକୁ ପରିବର୍ତ୍ତନ କରୁ। କାରଣ ତୁମେ ଦେଖୁଛ, ସାରା ସମସ୍ତଙ୍କ କଥା ଶୁଣୁଛ ନା, କିନ୍ତୁ ଆତ୍ମଜ୍ଞାନ ଶୁଣିପାରୁନ। କେହି ଆତ୍ମଜ୍ଞାନ କଥା କହୁନାହାନ୍ତି ତୁମ ଆଗରେ। ଯିଏ ଆସିଲା ଆଳୁ ପିଆଜ କଥା କହୁଛନ୍ତି, ବ୍ୟବସାୟ କଥା କହୁଛନ୍ତି, ଲୁଣ ତେଲର ସଂସାର କଥା କହୁଛନ୍ତି, ଚାକିରି ପ୍ରମୋସନ୍ କଥା କହୁଛନ୍ତି, ପ୍ରଡକ୍ସନ୍ କଥା କହୁଛନ୍ତି, ଇଣ୍ଡଷ୍ଟ୍ରି କଥା କହୁଛନ୍ତି, ମାନୁଫ୍ୟାକ୍ଚର କଥା କହୁଛନ୍ତି, ବିବାଦ ବିଚ୍ଛେଦ କଥା କହୁଛନ୍ତି, ଘର ସଂସାର ଡାଇଭର୍ସ କଥା କହୁଛନ୍ତି। କାହା ଝିଅ ପଳେଇଲା, କାହାର ପୁଅ ଆସୁନି, କାହାର ପୁଅ ପଢ଼ୁନି, କିଏ ଚାକିରି କଲାନି, କିଏ ମାଛ ଗାଡ଼ିଆରେ ମରିଗଲା, କିଏ ଗାଡ଼ି ଆକ୍ସିଡେଣ୍ଟରେ ମରିଗଲା। ଏଇସବୁ ସଂସାରର ଦୃଶ୍ୟକୁ ଦେଖୁଛ। କିଏ ଏତେ ଲକ୍ଷ ଟଙ୍କା କୋଟି କୋଟି ଟଙ୍କା ନେଇଗଲା, କିଏ ମିନିଷ୍ଟର ଅମୁକ କଲା, କେଉଁ ପୋଲିସ ଅମୁକ କଲା, କେଉଁ ଚୋର କେଉଁଠି କ'ଣ କଲା, କିଏ ଆଇଏସ୍ଟା କେମିତି ଆତ୍ମହତ୍ୟା କଲା। ଏଇସବୁ ସଂସାରର ଦୃଶ୍ୟ, ସଂସାର ମାନବିକ ସଂସାରର ଯେଉଁ ଚରିତ୍ର ଗୁଡ଼ା ତୁମ ଆଖି ଆଗରେ ସବୁ ଦେଖାଦେଉଛି ସ୍କ୍ରିନ୍ରେ, କିନ୍ତୁ ଆତ୍ମଜ୍ଞାନ ଦେଖାଦେଉନି। ଆତ୍ମଜ୍ଞାନ କିଏ କହିବ? ଆତ୍ମଜ୍ଞାନ ଯିଏ ସଦ୍ଗୁରୁ କହିବ। ଆଉ ଯିଏ ଆତ୍ମଜ୍ଞାନ କଥା କହୁଥିବ, ସେ ଜାଣ ସଦ୍ଗୁରୁ। ଆଉ କିଛି ପୁରଉନଥିବ ତା ଭିତରେ, ଆଉ କିଛି ବି ପୁରଉନଥିବ, କେବଳ ଆତ୍ମଜ୍ଞାନ। ତମକୁ ମୋଟିଭେଟ କରିବାକୁ ହେଲେ କେବଳ ଆତ୍ମଜ୍ଞାନ ଦରକାର, ଆଉ କିଛି ନାହିଁ। ଆଶା କରେ ଏ ସତ୍ସଙ୍ଗ ମୋଟିଭେସନାଲ ଥିଲା, କିଛି କିଛି ପ୍ରଭାବ ପଡ଼ୁ, ମୁଁ ସେଇ ଲକ୍ଷ୍ୟରେ କହୁଛି। ବହୁତ ଭିତରୁ ଆଣିକିରି କହିବାକୁ ମୋତେ ପଡ଼ୁଛି। ଏ ବହି ଲେଖା ନୁହେଁ କି କିଛି, ଆ ବିଷୟରେ ମୋର ଜ୍ଞାନ ନାହିଁ ଯେ କେଉଁଠୁ କଲେକ୍ସନ୍ କରିକିରି କହୁଛି, ତା ନିଜର ଅନୁଭୂତି, ନିଜର ଅଭିଜ୍ଞତା, ନିଜର ଦର୍ଶନ, ନିଜର ସାଧନ, ଆକୁ ବେଶ କରି ମୁଁ କହୁଛି। ତେଣୁ ଆଶା କରେ ନିଶ୍ଚିନ୍ତ ପ୍ରଭାବ ପଡ଼ିବ। କହିବେ କିଏ ଆଉ? ଗୁରୁଜୀ ଜୟ ଜୟ। ଜୟ ଜୟ। ପ୍ରହ୍ଲାଦ ଜଳଚର କହୁଥିଲି। ହଁ, ପ୍ରହ୍ଲାଦ। ଆଜିର ସତ୍ସଙ୍ଗ ଆମ ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ, ଯାହାକି ଆମେ ସବୁ କିଛି ଜନ୍ମ ହେଇଛେ, ସବୁ କିଛି କରୁଛେ, କିନ୍ତୁ ମୃତ୍ୟୁ ଉପରେ କୁଆଡେ ଯିବା? ଏମିତିକା ଲାଗାତାର ଚାଲିଛି ଯିବା ଆସିବା। ଏଇ ଯିବା ଆସିବାର କେମିତିକା ଆମେ ରୋକିପାରିବା, ଏବଂ ଯେତେବେଳେ ମରୁଛି ସେ ଯେଉଁ ଅବସ୍ଥାରେ ଯାଉଛି, ସେଇ ଅବସ୍ଥାରେ ତାର ପରମ୍ପରା ପଟିଯିବ ତ ଭଲ ହବ। ଏଇ କଥା ଗୁଡାକୁ ଶୁଣିକି ମାନେ ଗୋଟେ ଜ୍ଞାନ ରୂପକ ଜ୍ଞାନଟା ଖୋଲି ଯାଉଛି, ଜ୍ଞାନଟା ଆମର ଫିଟି ଯାଉଛି। ବହୁତ ସୁନ୍ଦର, ଆଉ ମାନେ ବହୁତ ବଢିଆ ଲାଗୁଛି ଆପଣଙ୍କର ସତ୍ସଙ୍ଗ। ନିରବ ଭାବରେ ସମସ୍ତେ ଶୁଣୁଛେ, ପୁରା ବିଭୋର ହେଇଛେ। ଏତିକି ରହୁଛି। ଜୟ ଜୟ। ଧନ୍ୟବାଦ ମତାମତ ରଖିଲେ, ସୁନ୍ଦର ଭାବରେ ଉପସ୍ଥାପନ କଲେ। ଏ ଯେଉଁ ଆମର ଯେଉଁ ସତ୍ସଙ୍ଗଟା ଆଜି ଥିଲା, ଯେ ଭାବ ବିହଳ ପୂର୍ବକ ଏଇ ସତ୍ସଙ୍ଗ ଶୁଣିଦେନି ଅନୁମାନ ହେଲା। ଆଉ କିଛି ମଧ୍ୟ ରେଖାପାତ ହେଇଛି ଭିତରେ, ସେଇଟା ବି ଅନୁମାନ ହେଲା। ହୃଦୟ ସ୍ପର୍ଶ ହେଇଛି, କିଛି ସ୍ଥାନ ଗ୍ରହଣ କରିଛି, ଯୋଉଟା ସେଭ୍ ହେଇଗଲା ଜାଣି ରହିଲା। ଯଦି କିଛି ସେଭ୍ ହେଲା ଆଜିର, ସେଇଟା ରହିଲା, ଜାଣ ଲାଷ୍ଟ ପର୍ଯ୍ୟନ୍ତ ରହିବ, ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ।
ତେବେ ଏଠି ପ୍ରଶ୍ନ ଉଠୁଛି ଯେ 13 ଦିନ ଯାକେ ତମର ଚାର୍ଜ ଅଛି ବ୍ୟାଟେରୀ ରିଚାର୍ଜ ସେଇଟା ଡେଟ୍ ସେଇ ପର୍ଯ୍ୟନ୍ତ ଅଛି 14 ଦିନ ପର୍ଯ୍ୟନ୍ତ ନାହିଁ କ'ଣ କରିବ 13 ଦିନ ଯାକେ ଅଛି ରିଚାର୍ଜ ସରିଯିବ ସେଠି କ'ଣ କରିବ 14 ଦିନ ନା ଫୋନ୍ ଥିବ ନା ସିମ୍ ଥିବ ଏୟାରଟେଲ୍ ଥିବ ନା ଜିଓ ଥିବ 2-3ଟା ଜିଓ ସିମ୍ ଅମକ ସମୟ ପୁରେଇ ଦେଉଛ ସେ ତ କିଛି ନଥିବ କ'ଣ କରିବ ସେଇଟା ବିଚାର କଥା ହ୍ୟାଲୋ ହାଏ କହିପାରିବନି ଏଇଟା ବେଶୀ ବିଶୃଙ୍ଖଳିତ କରିବ ବର୍ତ୍ତମାନ ମରିଗଲା ପରେ ଯେଉଁମାନେ ମରିବେ ହ୍ୟାଲୋ ହାଏର ଆଉ ସମ୍ଭାବନା ନଥିବ ରିଚାର୍ଜ ନଥିବ 14 ଦିନ କୋଉଠୁ ଆଣିବ ସିମ୍ ତମକୁ କିଏ ରିଚାର୍ଜ କରିବ ଏଇଟା ଗୋଟେ ଦୁଃଖଦ ଘଟଣା ହେଇପାରେ ତେବେ ଏଠି ସମାପ୍ତ କରିବା ଗୋଟିଏ ଲାଷ୍ଟରେ ଏତିକି ମୁଁ କହିବି ଏଇଟା ଶେଷ ପର୍ଯ୍ୟନ୍ତ ମନେ ରଖନ୍ତୁ ଯେ 13 ଦିନ ପର୍ଯ୍ୟନ୍ତ ତୁମର ଅଛି ଚାର୍ଜ ଅଛି ମୋବାଇଲ ଆଉ ମିଳିବନି 14 ଦିନରେ କିଛି ମିଳିବନି ତୁମକୁ ସେଇଟାକୁ ବିଚାର କରିକିରି ସାଧନ ଆରମ୍ଭ କରନ୍ତୁ এই ସତ୍ସଙ୍ଗକୁ ମନ ଦେଇ ସମସ୍ତେ ଶୁଣିଥିବାରୁ ହୃଦୟର ସହିତ ଗ୍ରହଣ କରିଥିବାରୁ ଭାବ ବିହଳ ପୂର୍ବକ ତର୍ଜମା କରିଥିବାରୁ ଏ ସତ୍ସଙ୍ଗକୁ ମୁଁ ସେଥିପାଇଁ ସମସ୍ତଙ୍କ ପାଖରେ ଅନୁଗୃହୀତ ଆଶା କରେ ଏ ସତ୍ସଙ୍ଗଟି ତୁମ ଉପରେ ଗଭୀର ରେଖାପାତ କର ଆଉ ତାର ରେଜଲ୍ଟ କିଛି ମିଳୁ ପରିବର୍ତ୍ତନ ଆଣ ଏଇଠି ରଖିବା ସମାପ୍ତ କରିବା ସମସ୍ତଙ୍କୁ ଜୟ